ଜୟ ଜଗନ୍ନାଥ ସାଙ୍ଗମାନେ, ଆଶା କରୁଛି ଭଗବାନଙ୍କର ଅପାର କରୁଣାରୁ ଆପଣମାନେ ଭଲରେ ଥିବେ ଏବଂ ସୁଖମୟ ଜୀବନ ଅତିବାହିତ କରୁଥିବେ। ଆଜି ଆମେ ସପ୍ତମ ଶ୍ରେଣୀ ସାହିତ୍ୟ ବହିର ଏକ ଭଲ ଗପ କହିଲେ ଅତ୍ୟୁକ୍ତି ହେବ ନାହିଁ। ପିଲାମାନେ ଏକ ରୋମାଞ୍ଚକ ବା ଅତି ସୁନ୍ଦର ଗୋଟେ ବିଷୟବସ୍ତୁକୁ ଆଲୋଚନା କରିବା, ଯାହାକି ହେଲା ମାଡ଼ହାଣ୍ଡି କଥା। ଏହି ଗପଟି ତୁମେ ଅନେକ ପୁରୁଣା କାଳରୁ ଶୁଣି ଆସୁଥିବ, ଯାହାକି ଅତ୍ୟନ୍ତ ଆନନ୍ଦଦାୟକ ଏବଂ ଶିକ୍ଷଣୀୟ ଜିନିଷ ମଧ୍ୟ ଏଥିରେ ଆମେ ପାଇପାରିବା। ଏ ଯେଉଁ ଆମର ମାଡ଼ହାଣ୍ଡି କଥାଟା ରଚନା କିଏ କରିଛନ୍ତି ନା ଗୋପାଳ ଚନ୍ଦ୍ର ପ୍ରହରାଜ ମହୋଦୟ। ସେ ତାଙ୍କର ଆବିର୍ଭାବ ହୋଇଥିଲା 1872 ମସିହା ଏବଂ ତାଙ୍କର ତିରୋଧାନ ହୋଇଥିଲା 1945 ମସିହା। ଅର୍ଥାତ୍ ଆବିର୍ଭାବ କହିଲେ କ'ଣ ନା ତାଙ୍କର ଜନ୍ମ ହୋଇଥିଲା 1872 ମସିହା ଏବଂ ତାଙ୍କର ମୃତ୍ୟୁ ହୋଇଥିଲା 1945 ମସିହାରେ। ତାଙ୍କୁ ଯଦି ଆମେ ଦେଖିବା ପିଲାମାନେ, ସିଏ ହେଉଛନ୍ତି ଜଣେ ବ୍ୟଙ୍ଗାତ୍ମକ ପ୍ରବନ୍ଧ ଓ ସଫଳ ରମ୍ୟ ରଚନାର ଲେଖକ ଭାବରେ ଗୋପାଳ ଚନ୍ଦ୍ର ପ୍ରହରାଜ ବେଶ ପରିଚିତ। ତାଙ୍କର ଭିତରେ ତୁମେ କ'ଣ ଦେଖିବାକୁ ପାଇବ ନା ବ୍ୟଙ୍ଗ ଏବଂ ଆଉ କ'ଣ ଦେଖିବ ନା ରମ୍ୟ ରଚନା ଗୁଡ଼ିକ ଦେଖିବ, ଯେଉଁ ରମ୍ୟ ରଚନା କି ସଫଳ ଭାବରେ ଲୋକ ବା ଜନମାନସରେ ପରିଚିତ ହୋଇଥିବ। 1872 ମସିହା ନଭେମ୍ବର ମାସ 26 ତାରିଖରେ ସେ କଟକ ଜିଲ୍ଲାର ସିଦ୍ଧେଶ୍ୱରପୁର ଗ୍ରାମରେ ସେ ଜନ୍ମଗ୍ରହଣ କରିଥିଲେ। କେଉଁଠାରେ ଜନ୍ମଗ୍ରହଣ କରିଥିଲେ ନା କଟକ ଜିଲ୍ଲା ସିଦ୍ଧେଶ୍ୱରପୁର ଗାଁ। ସେ ଯେଉଁ ଗାଁରେ ସେ ଜନ୍ମ କରିଥିଲେ ଏବଂ ଅନେକ ଲୋକଗଳ୍ପ ସଂଗ୍ରହ କରି ସେଗୁଡ଼ିକୁ ସାଧାରଣ ଲୋକଙ୍କ ଭାଷାରେ ସେ କ'ଣ କରିଥିଲେ ନା ପ୍ରକାଶ କରିବାରେ ସେ ଥିଲେ ସିଦ୍ଧହସ୍ତ। ସିଦ୍ଧହସ୍ତ କହିଲେ କ'ଣ ନା ସେ ହେଉଛନ୍ତି ପାରଙ୍ଗମ। ଅର୍ଥାତ୍ ସେ ଲୋକମାନଙ୍କ ନିକଟରେ ଏକ କଠିନ ବିଷୟବସ୍ତୁକୁ ସେ ସରଳ ଭାବରେ ତାକୁ ବର୍ଣ୍ଣନା କରି ପହଞ୍ଚାଇ ଦେଉଥିଲେ। ଏବଂ ଏଇ ଯେଉଁ ଆମେ ମାଡ଼ହାଣ୍ଡି କଥା ବିଷୟଟି ଆଲୋଚନା କରିବା, ତାଙ୍କର ଉତ୍କଳ କାହାଣୀରୁ ଏହା ସଂଗ୍ରହ କରାଯାଇଛି। ଏଇ ଯେଉଁ ଆମେ ମାଡ଼ହାଣ୍ଡି କଥାଟା କେଉଁଠାରୁ ସଂଗ୍ରହ କରୁଛୁ ନା ଉତ୍କଳ କାହାଣୀ ଠାରୁ ଆମେ ସଂଗ୍ରହ କରିଛୁ। ତାଙ୍କ ସଂକଳିତ ପୂର୍ଣ୍ଣଚନ୍ଦ୍ର ଭାଷାକୋଷକୁ ଓଡ଼ିଆ ଭାଷାର କଳା କୋଣାର୍କ ବୋଲି କୁହାଯାଏ। ଏଠି ପିଲାମାନେ କୋଶ୍ଚିନ୍ ଆସିପାରେ ଯେ କଳା କୋଣାର୍କ ବୋଲି କାହାକୁ କୁହାଯାଏ ନା ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ଗୋପାଳ ଚନ୍ଦ୍ର ପ୍ରହରାଜଙ୍କ ରଚିତକୁ କ'ଣ କୁହାଯାଇଥାଏ ନା କଳା କୋଣାର୍କ ବୋଲିକରି କୁହାଯାଇଥାଏ। ଏହି ଲୋକ ଗଳ୍ପରେ ଆମେ କ'ଣ ଦେଖିବା ନା ପରିଶ୍ରମ ନ କଲେ କିପରି କଷ୍ଟ ଭୋଗିବାକୁ ପଡ଼େ। ଆଚ୍ଛା ପିଲାମାନେ, ଆମେ ଯଦି ଜୀବନକୁ ବଞ୍ଚାଇବାର ଅଛି ତାହେଲେ ଆମକୁ ନିଶ୍ଚିତ ଭାବରେ କିଛି ନା କିଛି କର୍ମ କରିବାକୁ ପଡ଼ିବ। ସେ କାମଟା ଛୋଟ ହୋଇପାରେ କିମ୍ବା ବଡ଼ ହୋଇପାରେ। ଆମେ ଆମର ପାରୁ ପର୍ଯ୍ୟନ୍ତ ଆମେ ଚେଷ୍ଟା କରିବା କଥା। ବସି ଖାଇଲେ ତ ନଈବାଲି ମଧ୍ୟ ସରିଯାଏ। କିନ୍ତୁ ସେ ଏଠାରେ କ'ଣ କହିବା ପାଇଁ ଚାହୁଁଛନ୍ତି ନା ସେ ଚାହୁଁଛନ୍ତି ଯେ ନିଶ୍ଚିତ ଭାବରେ ଆମେ ଯଦି କର୍ମ କରିବା, ପରିଶ୍ରମ କରିବା, ତାହେଲେ ଆମର ଦେହ ମଧ୍ୟ ସୁସ୍ଥ ରହିବ ଏବଂ ଆମେ ମଧ୍ୟ କୌଣସି ପ୍ରକାର କଷ୍ଟ ଭୋଗ କରିବା ନାହିଁ। ତେଣୁ ଏହି ବିଷୟବସ୍ତୁକୁ ଟିକେ ପିଲାମାନେ ଭଲ କି ଶୁଣିବ ଏବଂ ଟିକେ ଦେଖିବ, ଯାହାଫଳରେ ଅନେକ ଗୁଡ଼ିଏ ଏଠାରେ ଶିକ୍ଷଣୀୟ ବିଷୟବସ୍ତୁ ରହିଛି, ତାକୁ ଆମେ ଆଲୋଚନା କରିବା। ଯେତେବେଳେ ଆମେ ଏହି ଗପଟାକୁ ଆରମ୍ଭ କରିବା ପିଲାମାନେ, ଏକ ଦେଶରେ କ'ଣ ହେଇଛି ନା ଗୋଟେ ଚକୁଳିଆ ପଣ୍ଡା ଥିଲେ। ଚକୁଳିଆ ପଣ୍ଡା କହିଲେ କ'ଣ, ଜଣେ ବ୍ୟକ୍ତି, ଭଦ୍ର ବ୍ୟକ୍ତି, ତାଙ୍କୁ କ'ଣ ବୋଲି କୁହାଯାଉଥିଲା ନା ଚକୁଳିଆ ପଣ୍ଡା ବୋଲି କୁହାଯାଉଥିଲା ଏବଂ ସିଏ ଭାରି ଗରିବ। ସେ ଯେଉଁ ଚକୁଳିଆ ପଣ୍ଡାଟା କ'ଣ ନା ଗରିବ ଲୋକ। ସିଏ ମାଆଟିଏ ଏବଂ ପୁଅଟିଏ ସେମାନେ ରହୁଥିଲେ। ତାଙ୍କର ଜଣେ ମା ଥିଲେ ଏବଂ ନିଜେ ଚକୁଳିଆ ପଣ୍ଡା 2 ଜଣ ହିଁ ଥିଲେ ଗୋଟେ ପରିବାରରେ। ପୁଅ ନୀତି କ'ଣ କରୁଥିଲେ ନା ଭିକ ମାଗୁଥିଲେ ଏବଂ ଯେତିକି ଜିନିଷ ମିଳୁଥିଲା ତାକୁ ନେଇକି ତାଙ୍କ ମାଆକୁ ମଧ୍ୟ ସେ କ'ଣ କରୁଥିଲେ ପରିବେଷଣ କରୁଥିଲେ ଏବଂ 2 ଜଣ ମା ପୁଅ ମିଶିକି ସେ ଯେଉଁଟା ଭିକ ପାଉଥିଲେ ତାକୁ ଖାଉଥିଲେ। 6 ଗାଁ ଗଲେ ସେରେ ଆଣେ, 9 ଗାଁ ଗଲେ ସେରେ ଆଣେ। ଅର୍ଥାତ୍ 6ଟା ଗାଁକୁ 9ଟା ଗାଁକୁ ଯାଇକି ଏମାନେ କ'ଣ କରୁଛନ୍ତି ନା ଭିକ ମାଗି ମାଗି ଆଣୁଛନ୍ତି ଏବଂ ତାକୁ କ'ଣ କରୁଛନ୍ତି ଖାଉଛନ୍ତି। ଏମିତିକା ମହାପ୍ରଭୁଙ୍କ ମାୟା ତ ଦିନେ ସେ ଚକୁଳିଆ ପଣ୍ଡା କେତେ ଆଡ଼ ବୁଲିଲା ଯେ ସେରକ କଥା ତେଣିକି ଥାଉ, ତାକୁ ପୋଷେ ଚାଉଳ ସୁଦ୍ଧା ଭିକ ମିଳିଲା ନାହିଁ। ଶ୍ରୀ ମହାପ୍ରଭୁ ଶ୍ରୀ ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ତାଙ୍କର ଅପାର କରୁଣାରୁ କ'ଣ ହେଇଛି
ନା ୟାକୁ ବା ଚକୁଳିଆ ପଣ୍ଡାକୁ ମୁଠେ କ'ଣ ହେଇଛି ନା ଚାଉଳ ମଧ୍ୟ ମିଳିଲା ନାହିଁ। ଟିକେ ମୁଠିଏ ବା ପୋଷେ ଚାଉଳ ଯେଉଁଟା କୁହାଯାଉଛି ତାକୁ କିଛି ମଧ୍ୟ ଚାଉଳ ମିଳିଲା ନାହିଁ। ଯେତେବେଳେ ଚାଉଳ ମିଳିନାହିଁ ସେ କ'ଣ କରୁଛି ନା ଗାଁ ଗାଁ ବୁଲିଛି ଏବଂ ଗାଁ ଗାଁ ବୁଲିବା ସମୟରେ ତାକୁ କୌଣସି ପ୍ରକାର ଜିନିଷ ମିଳିନାହିଁ। ତ ପିଲାମାନେ ଭିକ ନ ମିଳିବାରୁ କ'ଣ ହେଇଛି ନା ଚକୁଳିଆ ପଣ୍ଡାଟା ବିଚାରାଟା କାନ୍ଦି ବୋବାଇ ମାନେ ପଳେଇ ଆସିଛି। ଦେଖିଲା ଯେ କୌଣସି ଜାଗାରେ କ'ଣ ହେଲା ନା ଭିକ ମିଳିଲା ନାହିଁ। ଯେତେବେଳେ ଭିକ ମିଳିନାହିଁ ସେ ନିଶ୍ଚିତ ଭାବରେ କାନ୍ଦିବ। ତେଣୁ ସେ କ'ଣ କରୁଛି ନା କାନ୍ଦିଛି। ବିଚାରିଲା ମାନେ ସେ ନିଜେ କ'ଣ କରୁଛି ନା ଯୋଜନା କରୁଛି ବା ଚିନ୍ତା କରୁଛି ଆଉ ଏ ନିର୍ଲଜ ମୁହଁ ଦେଖାଇବାକୁ ଘରକୁ ଯିବି ନାହିଁ। ଯେତେବେଳେ ମା ପାଖରେ ଯିବ ନିଶ୍ଚିତ ଭାବରେ ମା ପଚାରିବ ପୁଅ କ'ଣ କ'ଣ ଆଣିଲୁ, ଭିକରେ କ'ଣ କ'ଣ ପାଇଛୁ, ତାକୁ ଦେ ଖାଇବା ଆମେ, ଯେହେତୁ ଆମକୁ ଭୋକ ଲାଗୁଛି। ତେଣୁ ସିଏ କ'ଣ କହିଲେ, ଯେହେତୁ ମୁଁ ଆଜି କୌଣସି ଜିନିଷ ପାଇନାହିଁ ତେଣୁ ମୁଁ ଆଉ ଏ ନିର୍ଲଜ ମୁହଁଟା ନେଇକି ମୋ ମା ପାଖକୁ ମୁଁ ଯିବି ନାହିଁ। ତେଣୁ ସେ କ'ଣ କଲେ, ୟା ବିଚାରି ଚୋରକୁ ମାନ କରି ଖପରାରେ ଖାଇଲା ଭଳିଆ କାନ୍ଧରେ ତୁଚ୍ଛା ଜାଉଁଳିଟିଏ ପକାଇ ଯାଉଥାଏ। ସେ କ'ଣ କରୁଛି ନା ଗୋଟେ ଖପରି ଧରିଛି ଏବଂ ଖାଇଲା ଭଳିଆ କ'ଣ କରୁଛି ନା ସେ ଆକ୍ଟିଂ କରି ଚାଲିଛି। ଗୋଟେ ମାନେ ସେ କ'ଣ କରୁଛି ପିଲାମାନେ ଖାଇଲା ଭଳିଆ ତା'ର କାନ୍ଧରେ ଗୋଟେ ପକାଇଛି ଏବଂ ସେ ଆଗକୁ ଚାଲି ଚାଲି ଯାଉଛି। ଯାଇ ଖଣ୍ଡେ ଦୂରରେ ଦେଖିଲା ବେଳକୁ ଗୋଟିଏ ଉତ୍ତମ ସୁନ୍ଦର ପଦ୍ମ ପୋଖରୀଟିଏ ଥିଲା। ଏଇ ଯେଉଁ ପୋଖରୀଟା ସେ ଦେଖିଛି ଏବଂ ଏ ପୋଖରୀକୁ ସେ ଦେଖିକି କ'ଣ କରୁଛି ନା ସେଠି ଛିଡ଼ା ହେଇକି ରହିଯାଇଛି ଏବଂ ସେଥିରେ କଳା ଭଅଁର ଭଳି ପାଣି ଥାଏ। ଯେଉଁ କଳା ରଙ୍ଗର ଭଅଁର ମାନେ ଥାନ୍ତି ସେଇଭଳିଆ କ'ଣ ହେଇଛି ନା ତା'ର ଯେଉଁ ପାଣିର ରଙ୍ଗଟା କଳା ଦେଖାଯାଉଛି। ପୋଖରୀ ଚାରିପାଖ ଯାକ ଶଙ୍ଖ ମଲମଲ ପଥରରେ ପାହାଚ ବସିଛି। ସେ ଯେଉଁ ପୋଖରୀର ଚାରିପାଖରେ କ'ଣ ଦେଖାଯାଉଛି ନା ଶଙ୍ଖର ତିଆରି ଗୋଟେ ପଥର ସଦୃଶ ଚକ୍ 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 କରୁଥାଏ। ୟାର ତ ସେତେବେଳେ ଭୋକ ଶୋଷରେ କରଡ଼ି ଜଳୁଥାଏ। ତା'ର ଭୋକରେ ପେଟ ଜଳି ଯାଉଛି, ସତେ ଯେମିତି ମୂଷା ଗୁଡ଼ାକ ପେଟରୁ ଦୌଡ଼ି ଯାଉଛନ୍ତି। ଏ କ'ଣ କରିବ ତାକୁ ଆଉ ବୁଦ୍ଧିବାଟ ଦିଶୁନଥାଏ। ତାହାର ଭୋକରେ ତା ମୁଣ୍ଡ ଆଉ କାମ କରୁନଥାଏ। ସେ କ'ଣ କରିବ କ'ଣ ନାହିଁ ସେ ବିଚାର କରିପାରିଲା ନାହିଁ। ଏ ପାଣିକି ଦେଖିଲା କ୍ଷଣି ୟା ମନରେ ଭାରି ଲୋଭ ହୋଇଗଲା। ସେ ଯେଉଁ ପାଣିକୁ ଦେଖିଦେଲା ଶଙ୍ଖ ମଲମଲ ଏବଂ ଭଅଁରର ରଙ୍ଗ ସଦୃଶ ସେ ପାଣିର ରଙ୍ଗ, ତାକୁ ଦେଖି ୟାର ମନ ଲୋଭିଗଲା। ଇଏ ଆଉ କିଛି ବିଚାରି ପାରିଲା ନାହିଁ ବା କିଛି ଜାଣିପାରିଲା ନାହିଁ ଏବଂ ଜୀବନ ବିକଳରେ ପାଣି କୂଳ ପାହାଚ ଉପରେ ଲତ୍ କିନା ବସିଗଲା। ସିଏ କିଛି ଜାଣିପାରିଲା ନାହିଁ, ବୁଝିପାରିଲା ନାହିଁ। ତେଣୁ ସେ କ'ଣ କଲା ନା ସେ ଯେଉଁ ପାଣିର ମାନେ କୂଳରେ ପାହାଚ ଉପରେ ବସି ପଡ଼ି ଚିନ୍ତାରେ ଲାଗିଗଲା। ଦେଖିଲା ସେ କାଚ କେନ୍ଦୁ ଭଳିଆ ପାଣି ମୁନ୍ଦିକ ହୋଇଛି ଯେ ସେ ଯେଉଁ ପାଣିର ରଙ୍ଗଟା ଏତେ ସ୍ୱଚ୍ଛ ସ୍ଫଟିକ ମାନେ ଧଳା ଦେଖାଯାଉଛି, ସତେ ଯେମିତି କାଚର ସଦୃଶ ତାକୁ ମାନେ ଜଣାପଡ଼ୁଛି, କାଚ କେନ୍ଦୁ ଭଳିଆ ଜଣାପଡ଼ୁଛି ପାଣି ଗୁଡ଼ିକ। ତେଣୁ ସେ କ'ଣ ହେଲା ନା ସେ ପାଣିକୁ ଦେଖିକି ସେ ରହିଗଲା ଏବଂ ସାତ ତଳ ପାଣିରେ ରୂପା ପାତିଆ ଟିକିଏ ପକାଇଦେଲେ ଉପରକୁ ଫୁଟି ଜକ୍ ଜକ୍ ଦିଶିବ। ଯଦି ଆମେ ରୂପାର ପାତିଆ ଗୋଟେ ପକାଇଦେବା ସେଇ ପାଣିରେ, ମାନେ ସେ ପାଣିର କେତେ ସ୍ୱଚ୍ଛ ଅଛି ପିଲାମାନେ ଭାବି ଦେଖ। ଯେଉଁଟାକି ଆମେ ନିଜ ମୁହଁ ଦେଖିଲେ ମଧ୍ୟ ଦେଖାଯିବ, କାଚ ଭଳିଆ ଦେଖାଯାଉଛି। ତେଣୁ ସେ କହୁଛନ୍ତି କ'ଣ ନା ଯଦି ଆମେ ସେ ରୂପା ପାତିଆ ତାକୁ ସେଠି ପକାଇଦେବା ଦ୍ୱାରା କ'ଣ ହେବ ନା ତାହା ଉପରକୁ ପୁରା ସ୍ୱଚ୍ଛ ସ୍ଫଟିକ ଭାବରେ ଦେଖାଯିବ। କେଉଁ ଜାଗାରେ ତୁମର ରୂପା ପାତିଆ ପଡ଼ିଛି ତୁମେ ଯାଇକି ନେଇ ମଧ୍ୟ ମାନେ ଆଣିପାରିବ। ସେଇଟା ଏତେ ସଫା ଥିଲା ସେ ପାଣି ଗୁଡ଼ିକ ଏବଂ ତାହା ଜଗ୍ ଜଗ୍ ଦିଶୁଥିଲା। ଚକୁଳିଆ ପଣ୍ଡା ସେ ପାଣିରୁ ଚଳ କରି ତା ଡାହାଣ ହାତରେ ଧରୁଥାଏ, ମାନେ ଟିକେ ଟିକେ ପାଣି ଆଣିକି ଧରୁଥାଏ ତା'ର ଡାହାଣ ହାତରେ। ଏଣେ ମନକୁ ବାଆଁରେଇବା ପାଇଁ ମୁହଁରେ କହି ହେଉଥାଏ, ଭାତ ଖାଉଁ, ଡାଲି ଖାଉଁ, ଦୁଧ ଖାଉଁ, ମହୁରି ଖାଉଁ, ଆମ୍ବିଳ ଖାଉଁ, କ୍ଷୀରି ଖାଉଁ। ସିଏ କ'ଣ କରୁଛି ନା ତା ମାନେ ପେଟରେ ଭୋକ ଯେହେତୁ ଅଛି ସିଏ ବିଚାରିଛି ଯେ ମୁଁ କ'ଣ କରିବି ନା ଖାଇଲା ଭଳିଆ ଟିକେ ମନକୁ ଶାନ୍ତ ଯେମିତି ହେବ। ସେ ପାଣିଟା ଏତେ ତା'ର ମନକୁ ଲୋଭି ଯାଇଥାଏ ଯେ ସେ ପାଣିକୁ ଦେଖିକି ସେ କ'ଣ କରୁଥାଏ ନା ମୁଁ ଏଟା ଖାଉଁ, ମୁଁ ସେଟା ଖାଉଁ, ମୁଁ କ୍ଷୀରି ଖାଉଁ, ଭାତ ଖାଉଁ, ଡାଲି ଖାଉଁ, ଆମ୍ବିଳ ଖାଉଁ,
କ୍ଷୀରି ଖାଉ ଏଇଭଳିଆ ସେ କ'ଣ କରୁଛି ପିଲାମାନେ ଏହି ଚିତ୍ରରେ ତୁମେ ଦେଖିବାକୁ ପାଇବ ଏଠି ଇଏ କ'ଣ କରୁଛି ଏଠି ଖାଉଛି ଠିକ୍ ଅଛି କି ନାହିଁ ସେ ଖାଇଲା ଭଳିଆ ଆକ୍ଟିଂ କରୁଛି ହେଲା ଏବଂ ସେ କ'ଣ କହୁଛି ନା କାକରା ଖାଉଁ ନାନମାନ ଖାଉଁ ପଟଲି ଖାଉଁ ଚକୁଲି ଖାଉଁ ସବୁ ଏମିତି ଖାଉଁ ଖାଉଁ ଚଲେଇଛି ଏମିତି ଗୋଟିଏ ଦରବ ନାଁ ଧରୁଥାଏ ଚଳେ ଲେଖାଏଁ ପାଣି ପିଉଥାଏ ଜିନିଷ ଗୋଟିଏ ନାଁ କହୁଥିବ ଏବଂ ତାକୁ ପାଣି ଢୋକେ ପିଉଥିବ ପିଉଥିବ ଏମିତି ସେ ଚଲେଇଛି ସେ ପୋଖରୀରେ ଗଙ୍ଗା ମାତା ଥାଆନ୍ତି ଯେଉଁ ପୋଖରୀରେ ଇଏ ଅଛି ସେ ପୋଖରୀରେ କ'ଣ ହେଇଥାଏ ନା ସେଠାରେ ଗଙ୍ଗା ମାତା ଥାଆନ୍ତି ଯାହାଫଳରେ ଗଙ୍ଗା ମାତା କ'ଣ ପିଲାମାନେ ତାଙ୍କର ଯେଉଁ ପାଣିଟା ଅତି ସ୍ୱଚ୍ଛ ନିର୍ମଳ ଏବଂ ତାହା ନିର୍ମାଲ୍ୟ ସଦୃଶ ତେଣୁ ଚକୁଳିଆ ପଣ୍ଡାର ଡାକ ତାଙ୍କ କାନକୁ ବାଜିଲା ଚକୁଳିଆ ପଣ୍ଡାର ଡାକଟା ମାଆଙ୍କର କାନକୁ ଲାଗିଲା ବା ବାଜିଲା ଗଙ୍ଗା ମାତା ତ ଉଡ଼ିଗଲା ଚଢ଼େଇର ପେଟ କଥା ଜାଣିପାରନ୍ତି ଗଙ୍ଗା ମାତା ସବୁକିଛି ଜାଣନ୍ତି ସେ ତ ନିଜେ ଦେବୀ ତ ଚକୁଳିଆ ପଣ୍ଡାର ମନ କଥା ଜାଣିପାରିଲେ ଏବଂ ସେ ତ କାହା ବିକଳ ସହିପାରନ୍ତି ନାହିଁ କିଏ ଯଦି ମାନେ କାନ୍ଦୁଥିବ ତାହେଲେ ତାକୁ ସହିପାରିବେ ନାହିଁ ୟା ଡାକ ଶୁଣି ମନେ ମନେ ବିଚାରିଲେ ଏ ଚକୁଳିଆ ପଣ୍ଡାଟି ସିନା ଭୋକ ବିକଳରେ ଏମିତି ହେଉଛି ସେ ଜାଣିଗଲେ ଯେ ଇଏ ଚକୁଳିଆ ପଣ୍ଡା କ'ଣ କରୁଛି ନା ଇଏ ଭୋକରେ ସେମିତି ହେଉଛି ତେଣୁ ମୁଁ ୟାକୁ ସାହାଯ୍ୟ କରିବାକୁ ପଡ଼ିବ ଏବଂ ଦେବତାଙ୍କୁ ଅବା କେଉଁ ଦରବ ଅପୂରବ ତେଣୁ ଗଙ୍ଗା ମାତା ତ ହେଉଛନ୍ତି ଜଣେ ଦେବୀ ସିଏ ଚାହିଁଲେ ତ ଯେଉଁ ଜିନିଷ ଚାହିଁଲେ ସେଇ ଜିନିଷ ଗଢ଼ି ଦେଇପାରିବେ ତେଣୁ ତାଙ୍କୁ କୌଣସି ଜିନିଷ ଆଉ ଅପୂର୍ବ ରହିନାହିଁ ଅପୂର୍ବ ବୋଲିଆ କୌଣସି ଜିନିଷ ତାଙ୍କ ପାଖରେ ନାହିଁ ସବୁକିଛି ଜିନିଷ ସମ୍ଭବ ତାଙ୍କ ପାଖରେ ସେ କ'ଣ କଲେ ନା ଚକୁଳିଆ ପଣ୍ଡା ଯେତକ ଦରବ ନାଁ ଧରି ଚଳାଏ ପାଣି ପିଉଥାଏ ସେତକ ବାରଜ କରି ଦନାଟି ମାନଙ୍କରେ ଭରାଭର କରି ଗୋଟିଏ ହାଣ୍ଡିରେ ସଜାଡ଼ିଲେ ଏବଂ ହାଣ୍ଡି ଉପରକୁ ତେଲୁଣିଟିଏ କଣ୍ଟି କାଣ୍ଟି କରି ଘୋଡ଼େଇ ଦେଲେ ଏ ଚକୁଳିଆ ପଣ୍ଡାଟି ଯେଉଁଠି ବସିଥିଲା ସେଇଠିକି ତୁନି କରି ଭସେଇ ଦେଲେ ଯେତିକି ଦରବ କ'ଣ କରୁଥିଲା ନା ଚକୁଳିଆ ପଣ୍ଡା ନାଁ ଧରିକି ପାଣି ପିଉଥିଲା ସମସ୍ତ ଜିନିଷକୁ ଦନାମାନଙ୍କରେ ଭର୍ତ୍ତି କରି ଗୋଟେ ମାଠିଆରେ ଏବଂ ଉପରେ କ'ଣ କରିଛନ୍ତି ନା ଗୋଟିଏ ତେଲୁଣି ମାନେ ଯେଉଁଟା ଘୋଡ଼ାଇବା ପାଇଁ ତାକୁ ବ୍ୟବହାର କରାଯାଇଥାଏ ସେ ତେଲୁଣିକୁ ସେ ଦେଇଛନ୍ତି ଏବଂ ଦେଇକି କ'ଣ କରୁଛନ୍ତି ନା ଯେଉଁଠି ଚକୁଳିଆ ପଣ୍ଡା ବସିଥିଲା ସେ ପାଖକୁ ସେ ମାଟି ହାଣ୍ଡିକୁ କ'ଣ କରୁଛନ୍ତି ନା ଭସେଇ ଦେଇଛନ୍ତି ଯାହାଫଳରେ ଚକୁଳିଆ ପଣ୍ଡା ପାଖରେ ଆସିକି ସେଇଟା କ'ଣ ହେଇଛି ନା ଲାଖି ଯାଇଛି ହାଣ୍ଡି ଭାସିକା ୟା ପାଖରେ ଆସି ଲାଗିଗଲା ଚକୁଳିଆ ପଣ୍ଡା ଏ ହାଣ୍ଡିକି ଦେଖି ଭାରି ଆଚମ୍ବିତ ହେଲା ଚକୁଳିଆ ପଣ୍ଡା ୟାକୁ ଦେଖିଦେଲା ଏବଂ ଦେଖିଦେଇକି କ'ଣ କରୁଛି ନା ଆଶ୍ଚର୍ଯ୍ୟ ହେଇଯାଇଛି ଏଥିରେ କ'ଣ ଅଛି ଦେଖେ ସେ ଭାବିଲା ଏଠି କ'ଣ ଅଛି ଦେଖିବାକୁ ପଡ଼ିବ ୟା ବିଚାରି ସେ ତେଲୁଣିଟିକି କାଢ଼ିଦେଲା ବେଳକୁ ତା ଭିତରେ ଦିବ୍ୟ ସରୁ ଘିଅ ଅନ୍ନ ଡାଲି ମହୁର ଆମ୍ବିଳ କ୍ଷୀରି ପିଠା ଭଳିକି ଖଞ୍ଜା ହୋଇଛି ଏଠାରେ ସେ ଯେତକ ଦ୍ରବ୍ୟ କହିଥିଲା ସେତକ ଦ୍ରବ୍ୟ ସବୁ କ'ଣ ହେଇଛି ନା ଏଠାରେ ସେ ଭର୍ତ୍ତି କରିକି ପଠାଇଛନ୍ତି ସେଥିରୁ ସବୁ ବାମ୍ଫ ବାହାରୁଥାଏ ମାନେ ପୁରା ଗରମ ଚୁଲିରୁ କାଢ଼ିଲା ଭଳିଆ ମାନେ ସେଠୁ ଗ୍ୟାସ୍ ବାହାରୁଛି ଏବଂ ୟା ଦେଖି ଆନନ୍ଦରେ ତାକୁ ଆଉ ବୁଦ୍ଧିବାଟ ଦିଶୁ ନଥାଏ ସେ ଯେତେବେଳେ ଦେଖିଦେଲା ୟା ମୁଣ୍ଡ ଆଉ କାମ କରିଲା ନାହିଁ ମୁଁ କ'ଣ କରିବି ସେ କିଛି ଜାଣିପାରିଲା ନାହିଁ ସେ ହାଣ୍ଡିକି ପାହାଚ ଉପରକୁ ଉଠେଇ ଆଣିଲା ଏବଂ ତାକୁ ତ ଭାରି ଭୋକ କରୁଥାଏ ସେ ସବୁ ହାଣ୍ଡିକୁ କ'ଣ କଲା ନା ଉପରକୁ ନେଇ ଆସିଲା ଏବଂ ତାକୁ ତ ଭାରି ଭୋକ ସେ ହାଣ୍ଡିରୁ ପଦାର୍ଥ ଯାକ କାଢ଼ି ପେଟ ପୁରା କରି ଖାଇଲା ସେ କ'ଣ କଲା ନା ହାଣ୍ଡିରେ ଯେତକ ଜିନିଷ ଥିଲା ସମସ୍ତ ଜିନିଷକୁ ସେ ଖାଇଦେଲା କାହିଁକି ତାକୁ ଭୋକ ଲାଗୁଥିଲା ସେ ଯେତେବେଳେ ପେଟ ପୁରି ଯାଇଛି ଜଣେ ମଣିଷ ତ କେତେ ଏମିତି ଖାଇବ ଗୋଟେ ମଣିଷ କେତେ ଖାଇବ ପିଲେ 1 କିଲୋ 2 କିଲୋ ହିଁ ଖାଇପାରିବ ତାଠୁ ତ ଅଧିକ ଖାଇପାରିବ ନାହିଁ ସେ ମଣିଷଟିଏ ଯେତିକି ଖାଇବା କଥା ସେତିକି ଖାଇଲା ଯେତକ ଖାଇବାର ଖାଇଲା ଦେଖିଲା ବେଳକୁ ସେ ପଦାର୍ଥରୁ ଜଣେ ମାନେ କଣେ ସୁଦ୍ଧା ସରି ନଥାଏ ସେ ବିଚାର କରୁଛି ଯେ ଏ ଦନାରେ ମୁଁ କ'ଣ କରୁଛି ଯେତିକି ଖାଉଛି ସରୁ ନାହିଁ ଜଣେ ମଣିଷ ଖାଇଲେ କେତେ ଖାଇବ କିନ୍ତୁ ତାହା ସରୁ ନଥାଏ ସେ ଯେତକ ବଳିଲା ସେତକ ଗୋଟି କାଟି କରି ସେ ହାଣ୍ଡିରେ ପୁରେଇଲା କହିଲା ୟାକୁ ମୁଁ ଘରକୁ ନେବି ଯେ ମୋ ମା ଖାଇବ ବାକି ଯାହା ବଳିବ ଫେର ଦୌଡ଼ା ଖାଇବି ମୁଁ ୟାକୁ କ'ଣ କରିବି ଯାହା ଖାଇପାରିଲି ନାହିଁ ତାକୁ ନେଇକି ଯିବି ଏବଂ ତାକୁ ମୋ ମାଆକୁ ଦେବି ମୋ ମା ଖାଇସାରିଲା ପରେ ମୁଁ ଆହୁରି ଓଳିରେ ପୁଣି ତାକୁ ଫେର ଖାଇବି ଅର୍ଥାତ୍
ମଣିଷ ପିଲେ ଭୋକ ସମୟରେ ଯେକୌଣସି ଜିନିଷ ବି କରିପାରେ। ତେଣୁ ଭୋକ ଏମିତି ଗୋଟିଏ ଜିନିଷ ତାକୁ ଅସ୍ଥିର କରିଦେବ। ଏଠି କ'ଣ କରୁଛି ନା ଚକୁଳିଆ ପଣ୍ଡା ହାଣ୍ଡିକୁ ନେଇକି ତା ମା' ପାଖକୁ ଯାଉଛି। ତ ପିଲାମାନେ ଆଜି ପାଇଁ ଏତିକି। ଧନ୍ୟବାଦ। ଥ୍ୟାଙ୍କ ୟୁ ଟୁ ଅଲ୍। ପୁଣି ଦେଖା ହେବ ଅନ୍ୟ ଏକ ଭିଡ଼ିଓରେ। ସେ ପର୍ଯ୍ୟନ୍ତ ଲାଇକ୍ ସେୟାର ନିଶ୍ଚିତ କରିବାକୁ ଅନୁରୋଧ। ଧନ୍ୟବାଦ। ଥ୍ୟାଙ୍କ ୟୁ ଟୁ ଅଲ୍। ଜୟ ଜଗନ୍ନାଥ ସାଙ୍ଗମାନେ। ଆଶା କରୁଛି ଭଗବାନଙ୍କର ଅପାର କରୁଣାରୁ ଆପଣମାନେ ଭଲରେ ଥିବେ ଏବଂ ସୁଖମୟ ଜୀବନ ଅତିବାହିତ କରୁଥିବେ। ଆମେ ଆଜି ଏକ ଗପକୁ ଆଲୋଚନା କରିବା ପିଲାମାନେ, ଯାହାକି ମାଡ଼ହାଣ୍ଡି କଥା, ଏବଂ ଆମର ଲେଖକ ହେଉଛନ୍ତି ଗୋପାଳ ଚନ୍ଦ୍ର ପ୍ରହରାଜ ମହୋଦୟ। ଆମେ ଅଲରେଡ଼ି ଗୋଟିଏ ଭିଡ଼ିଓରେ ଡିସ୍କସନ୍ କରିସାରିଥିଲେ। ଆଜି ଆମେ ଦ୍ୱିତୀୟ ଭିଡ଼ିଓରେ ଆଲୋଚନା କରିବା। ତ ପିଲାମାନେ ବିଷୟବସ୍ତୁକୁ ଆଗେଇ ଯିବା। ଖାଲି ହାତରେ ସିନା ଘରକୁ ଫେରି ହେବ ନାହିଁ ବୋଲି ରୁଷି କରି ଘରୁ ବାହାରି ଯାଇଥିଲା। ଅର୍ଥାତ୍ ଯେତେବେଳେ ଚକୁଳିଆ ପଣ୍ଡା ଘରୁ ବାହାରି ଆସିଥିଲା, ଯେତେବେଳେ କିଛି ଖାଇବାକୁ ବା ଭିକ୍ଷା ପାଇ ନଥିଲା, ସେ ସମୟରେ ସେ ରୁଷିକିରି ଘରୁ ଆସିଥିଲା ଏବଂ ଘରେ କ'ଣ କରିଥିଲା ନା ଯେପର୍ଯ୍ୟନ୍ତ ମିଳିବ ନାହିଁ ମୁଁ ସେ ପର୍ଯ୍ୟନ୍ତ ଆସିବି ନାହିଁ ବୋଲି କହିକି ଯାଇଥିଲା। କିନ୍ତୁ ବର୍ତ୍ତମାନ ଏତକ ଯେମିତି ହାତରେ ପଡ଼ିଲା, ସେମିତି ୟା ମନ କୁଣ୍ଡେ ମୋଟ ହୋଇଗଲା ଏବଂ ୟା ମନ ଭିତରେ ଗୋଟେ ପ୍ରଶ୍ନ ଉଙ୍କି ମାରୁଥାଏ ଯେ ମୋ ପାଖରେ ଯେହେତୁ ଖାଦ୍ୟ ଅଛି, ମୁଁ କ'ଣ କରିବି ନା ଏସବୁ ଜିନିଷ ନେଇ ଘରକୁ ପଳେଇବି। ଏବଂ ହାଣ୍ଡି ଟିକିଏ ମୁଣ୍ଡେଇ ଲମ୍ବେ ଲମ୍ବେ ଘରକୁ ମୋହିଲା। ସେ କ'ଣ କରିଛି ନା ଯେତେବେଳେ ୟାକୁ ପାଇଛି ସେ ମୁଣ୍ଡରେ ବହିଛି ଏବଂ ଘରକୁ ସେ କ'ଣ କରିଛି ନା ଏକମୁହାଁ ହୋଇକି ବାହାରି ପଡ଼ିଛି। ତ ଚକୁଳିଆ ପଣ୍ଡା କ'ଣ କରିଛି ନା ପିଲାମାନେ, ସିଏ ଘରମୁହାଁ ହୋଇକି ଚାଲିଛି ଏବଂ ଘରେ ପହଞ୍ଚିଲା ବେଳକୁ ଦେଖିଛି ତା ମା' କ'ଣ କରୁଛନ୍ତି ନା ଗାଁ ଭିତରକୁ ଯାଇଛନ୍ତି। କ'ଣ କରିବା ପାଇଁ ନା ଦୁଃଖ କରିବାକୁ। ସେ ହାଣ୍ଡିଟିକି ହାଣ୍ଡିଶାଳ ଶିକା ଉପରେ ସାଇତି ଦେଲା। ଘରେ ଖଣ୍ଡେ ମସିଣା ପାରି ସେ ଶୋଇପଡ଼ିଲା। ଯେତିକ ଖାଦ୍ୟ ନେଇକି ଯାଇଥିଲା ସେ ସମସ୍ତ ଖାଦ୍ୟକୁ ସେ କ'ଣ କରିଛି ନା ଘରେ ଯେଉଁ ଶିକା ଥିଲା, ଶିକାରେ ସେ ରଖିଦେଇଛି ଏବଂ ସେ ମସିଣା ପକାଇକି ସେ ଶୋଇପଡ଼ିଛି। ମା' ଗାଁରୁ ଦୁଃଖ ଧନ୍ଦା କରି ପୋଷେ ଖୁଦ ପଣତ କାନିରେ ବାନ୍ଧି ଘରେ ଆସି ପହଞ୍ଚି ଦେଖେ ତ ପୁଅର ପେଟ ଟୁମାଟୁମ୍ ଦିଶୁଛି। ଅର୍ଥାତ୍ ସେ ଦେଖିଛି ଯେ ପୁଅର ପେଟ କ'ଣ ହେଇଛି ନା ଫୁଲ୍ ହେଇଯାଇଛି। ସିଏ ଖାଇ ଦେଇଛି, ଏତିକି ଖାଇ ଦେଇଛି ସତେ ଯେମିତି ଗୋଟେ ତା'ର ହାଣ୍ଡି ଫୁଲ୍ ହେଇଗଲା ଭଳିଆ ପେଟ ବାହାରି ପଡ଼ିଛି। ସିଏ କ'ଣ କରିଛି ନା ତା'ର କାନିରେ ଖୁଦ, ଆମେ ଯେଉଁଟା ପିଲାମାନେ କହୁଛୁ ଯେଉଁ ଛୋଟ ଚାଉଳର ଯେଉଁ ଛୋଟ ଛୋଟ ଭାଗକୁ କ'ଣ କୁହାଯାଇଥାଏ ନା ଖୁଦ କୁହାଯାଇଥାଏ। ସେ ଖୁଦକୁ ସେ ନେଇକି ଆସିଥିଲେ ଏବଂ ଦେଖିଦେଇଛନ୍ତି ଯେତେବେଳେ ଯେ ତାଙ୍କ ପୁଅର ପେଟ କ'ଣ ହେଇଛି ନା ଫୁଲ୍ ହେଇକି ଅଛି, ହେଲା କି ନାହିଁ। ସେ ପୁଅ ଅଚିନ୍ତା ନିଦରେ ଘୁଙ୍ଗୁଡ଼ି ମାରୁଛି। ସେ ଦେଖୁଛନ୍ତି କ'ଣ ନା ପିଲାଟା ଆରାମରେ ଖାଇ ଦେଇଛି ଏବଂ ନିଦରେ ସେ ଘୁଙ୍ଗୁଡ଼ି ମାରୁଛି। ପିଲାମାନେ ଆମେ କେତେବେଳେ ନିଦରେ ଘୁଙ୍ଗୁଡ଼ି ମାରିଥାଉ ନା ଯେତେବେଳେ ଆମେ ଅଚିନ୍ତା ହେଇକି କୌଣସି ବିଷୟବସ୍ତୁକୁ ଆଗ୍ରାହଣ ଖାଇଥାଉ, ସେ ସମୟରେ ହେଇଥାଏ। ଏବଂ ହାଣ୍ଡିଶାଳ କବାଟ ଫିଟେଇ ଦେଖିଲା ବେଳକୁ ଶିକା ଉପରେ କ'ଣ ଅଛି ନା ହାଣ୍ଡିଟିଏ ଅଛି। ହାଣ୍ଡିଟା ଝୁଲୁଛି ଏବଂ ହାଣ୍ଡିଟିକି ଓହ୍ଲେଇ ପଲମ କାଢ଼ି ଦେଖେ ତ ହାଣ୍ଡି ଭିତରେ ଦିବ୍ୟ ସୁବାସ ଘିଅ ଅନ୍ନ, 6 ତିଅଣ 9 ଭଜା କ୍ଷୀରି ପିଠା ଭରାଭର ହେଇକି ଅଛି। ସେ ଯେତେବେଳେ ରୋଷେଇ ଘରକୁ ଯାଇଛନ୍ତି ଏବଂ ଚକୁଳିଆ ପଣ୍ଡାଙ୍କ ମା' ଦେଖିଛନ୍ତି କ'ଣ ନା ଶିକାରେ ବିଭିନ୍ନ ପ୍ରକାର ସୁସ୍ୱାଦ୍ୟ ଦ୍ରବ୍ୟ ଗୁଡ଼ାକ ରଖାଯାଇଛି, ଯେମିତିକି ଅରୁଆ ଅନ୍ନ, ଯାହାକି ସୁବାସିତ ଘିଅରେ ମିଶ୍ରିତ ହେଇକି ଅଛି, 6ଟା ତିଅଣ ଏବଂ 9ଟି ଭଜା। ଏମିତି ବୁଢ଼ୀ ତ ଭୋକରେ ଡହଳ ବିକଳ ହେଉଥିଲା, ତାକୁ ଏବେ କୋଟି ନିଧି ମିଳିଗଲା ସଦୃଶ ଲାଗିଲା। ସତେ ଯେମିତି ତାକୁ ଗୋଟେ ମୋକ୍ଷ ପ୍ରାପ୍ତି ହେଇଯାଇଛି, ପରମ ଶାନ୍ତି ତାକୁ ଲାଭ ହୋଇଛି। ସେ ଆଉ କିଛି ଦେଖିପାରିନି ପିଲାମାନେ। ତାକୁ ଭୋକ ଲାଗୁଥିଲା, ସେ ଭୋକରେ ସେ ଖାଇ ଚାଲିଛି। ସେ ଆଉ ପୁଅକୁ ଉଠେଇବ କ'ଣ? ବାଡ଼ିକୁ ଯାଇ ବେଁ ଲମ୍ବର ଖଣ୍ଡେ କଦଳୀ ପତ୍ର କାଟି ଆଣିଲା। ସେ ଗଲା ଏବଂ କଦଳୀ ପତ୍ରକୁ କାଟି ଆଣିଛି କ'ଣ କରିବା ପାଇଁ ନା ଖାଇବା ପାଇଁ। ସେ ଆଉ ତା ପୁଅକୁ ଉଠେଇନି। ତା ପୁଅ ଶୋଇଛି ଏବଂ ହାଣ୍ଡିରୁ ଗୋଟି ଗୋଟି କରି ସବୁ ପଦାର୍ଥ କାଢ଼ିଲା। ଯେତକ ମନ ଇଚ୍ଛା କରି ଖାଇଲା। ଆଉ ଯାହା ବଳିଲା
ତାକୁ ହାଣ୍ଡିରେ ପୂରେଇ ଶିକାରେ ରଖିଦେଲା। ଯେତିକି ଖାଇବା କଥା ତାକୁ ସେ ଖାଇଛି ଏବଂ ପିଲାମାନେ ସେ ଖାଇ ଖାଇ ଗୋଟେ ଏମିତି ସମୟ ଆସିଯାଇଛି ଯେଉଁ ସମୟରେ କି ତା ମାଆର ପେଟ ମଧ୍ୟ କ'ଣ ହେଇଛି ନା ଫୁଲ୍ ହୋଇଯାଇଛି ବା ପରିପୂର୍ଣ୍ଣ ହୋଇଯାଇଛି। ତ ବଳିଥିବା ଦ୍ରବ୍ୟକୁ ସେ କ'ଣ କରିଛି ନା ହାଣ୍ଡିରେ ପୂରେଇ ନେଇକି ପୁଣି ଶିକାରେ ରଖିଦେଇଛି। ସିଏ ଦେଖିଲା ପୁଅ ଶୋଇଥିଲା ଏବଂ ଉଠି ମାଆକୁ ସବୁ କଥା କହିଲା। ଫେର ଉପର ଓଳି ହାଣ୍ଡିରେ ଯାହା ଥିଲା ମା' ପୁଅ ଖାଇ ଅଠେଲ ହୋଇଗଲେ। ସେମାନେ ଖାଇ ଖାଇକି କ'ଣ ହେଇଯାଉଛନ୍ତି ନା ଏମିତି ଗୋଟେ ସମୟ ଆସୁଛି ଯେଉଁ ସମୟରେ ସେମାନେ ଆଉ ତାକୁ ଖାଇପାରୁନାହାନ୍ତି, ପୁଣି ରଖିଦେଉଛନ୍ତି, ପୁଣି କିଛି ସମୟ ପରେ ତାକୁ ଯାଇକି ପୁଣି ଖାଉଛନ୍ତି। ରାତିରେ ଶୋଇଲା ବେଳେ ବୁଢ଼ୀ ପୁଅକୁ ବୁଦ୍ଧି ବତେଇ ଦେଲା, ଆରେ ପୁତ, ଏତେ ମିହନ୍ତ କରି 6 ଗାଁ 9 ଗାଁ ବୁଲିବୁ କିଆଁ? କାଲି ସକାଳୁ ଫେରି ଯାଇ ପୋଖରୀ କୂଳରେ ବସ, ଦେଖିବା ଦେଖି କ'ଣ ହେଉଛି। ସିଏ ତା ମାଆ କ'ଣ କରିଛି ନା ଗୋଟେ ବିଚାର ତା ମନରେ ଆସିଛି ଏବଂ ତାକୁ ତା ପୁଅକୁ ସେ ବୁଝେଇଛି ଯେ ଏତେ ପରିଶ୍ରମ କ'ଣ ପାଇଁ କରିବୁ? 9 ଗାଁକୁ ଯାଇକି ତୁ ଭିକ୍ଷା କ'ଣ ପାଇଁ ମାଗିବୁ? ତୁ କ'ଣ କରିବୁ? କାଲି ସକାଳେ ଯାଇକି ପୋଖରୀ ହିଡ଼ରେ ପୁଣି ବସି ପଡ଼ିବୁ ଏବଂ ପୁଣି ସେଇ ଯେମିତି ପ୍ରୋସେସ୍ ଥିଲା ତାକୁ ପୁନରାବୃତ୍ତି କରିବୁ। ସକାଳୁ ଚକୁଳିଆ ପଣ୍ଡା ତ କାଲିର ସ୍ୱାଦ ପାଇଛି ନା ସକାଳୁ ଉଠି ଧାଇଁଛି। ଯେଉଁଟା ଖାଇଥିଲା ତାକୁ ସେ ଭୁଲି ପାରିନାହିଁ। ତା'ର ପ୍ରାପ୍ତି ଲୋଭରେ ସେ କ'ଣ କରିଛି, ସକାଳୁ ଉଠିବା ମାତ୍ରକେ ସେ ଦୌଡ଼ିଛି କେଉଁଠିକି ନା ପୋଖରୀ କୂଳକୁ ଏବଂ ବଡ଼ ଝପଟିରୁ ଉଠି ଗାଧୋଇ ଚିତା ଚୈତନ କାଟି ସିଧାଏ ଯାଇ ଏକଦମ ପଦ୍ମ ପୋଖରୀ କୂଳରେ ହାଜର ହୋଇଗଲା। ସେ ଯେଉଁ ପଦ୍ମ ପୋଖରୀ ଥିଲା, ପଦ୍ମ ପୋଖରୀ କୂଳରେ ଇଏ ଯାଇକି କ'ଣ କରିଛି ନା ଛିଡ଼ା ହେଇଛି ଏବଂ ଚିତା ଚୈତନ୍ୟ ଲଗାଇ ଗୋଟେ ବ୍ରାହ୍ମଣ ଭିକ୍ଷୁ ହୋଇ ସେ ଯାଇକି ପୋଖରୀ କୂଳରେ ଛିଡ଼ା ହୋଇଛି ପିଲାମାନେ। ଏବଂ ଫେର କାଲି ଯେମିତି ଭାତ ଖାଉଁ, ଡାଲି ଖାଉଁ, ତିଅଣ ଖାଉଁ କରୁଥିଲା, ଆଜି ସେମିତି ଚଳଚଳ କରି ପାଣି ପିଉଥାଏ, ଏଣେ ସେମିତି କହୁଥାଏ। ଗତକାଲିର କାର୍ଯ୍ୟକ୍ରମକୁ ସେ କ'ଣ କରୁଛି ନା ପୁନରାବୃତ୍ତି କରୁଛି, ତାକୁ ପୁଣି ଆଉ ଥରେ କରୁଛି ଏବଂ ସେ ଭାତ ଖାଉଁ, ଡାଲି ଖାଉଁ, କ୍ଷୀରି ଖାଉଁ, ସବୁ ଜିନିଷ ସେଇ ପାଣି ଆଞ୍ଜୁଳା ନେଉଥାଏ ଏବଂ କହୁଥାଏ। ସତକୁ ସତ କାଲି ପରିକା ହାଣ୍ଡିଟିଏ ଭାସି ଆସି ତା ପାଖରେ ଲାଗିଲା। ସେ ଆପେ ଯାହା ଖାଇବାର ଖାଇଲା, ବାକି ଯାହା ବଳିଲା ସେତକ ଘରକୁ ଆଣି ଶିକା ଉପରେ ପୁଣି ରଖିଦେଲା। ସେ ଯାହା ଖାଇବା କଥା ପିଲାମାନେ ତାକୁ ଖାଇଲା ଏବଂ ଯେତକ ଖାଇପାରିଲା ନାହିଁ ସେସବୁ ପୁଣି କ'ଣ କଲା ନା ଆଣିକି ଶିକାରେ ପୁଣି ରଖିଦେଲା ଏବଂ ମା ଗାଁରୁ ବୁଲିବାଲି ଆସି ଖାଇଲା। ଫେର ରାତିକି ମା ପୁଅ ଦିହେଁ ଢୋଲେ ଲେଖାଏଁ ଖାଇଲେ। ସେମାନେ କ'ଣ କରୁଛନ୍ତି ନା ଦିନବେଳା ଖାଉଛନ୍ତି ଏବଂ ରାତିରେ ମଧ୍ୟ ମା ପୁଅ ଦିହେଁ ମିଶି କ'ଣ କରୁଛନ୍ତି ନା ସମାନ ଜିନିଷକୁ ସେମାନେ ପୁନରାବୃତ୍ତି କରୁଛନ୍ତି। ଗତକାଲି ଯାହା କରିଥିଲେ ଆଜି ବି ତାହା କରୁଛନ୍ତି। ଏମିତି ନୀତି ପୁଅ ହାଣ୍ଡିଟି ମାନ ଆଣେ, ମା ପୁଅ ଦୁହେଁ ସେତକ ଖାଇ ପିଇ ଖାଲି ହାକୁଟି ମାରି ଗଡ଼ର ଥାଆନ୍ତି। ଖାଉଛନ୍ତି ଏବଂ ଗଡ଼ୁଛନ୍ତି, ଖାଉଛନ୍ତି ଶୋଉଛନ୍ତି, କିଛି କାମ ଧନ୍ଦା କରୁନାହାନ୍ତି। ପୁଅ ତ ଦେଖିଲା ଯେ ନୀତି ଫଟକରେ ତାକୁ ଦିବ୍ୟ ସୁନ୍ଦର ଜଇଁ ଭୋଜନ ମିଳିଗଲା। ମା ଦେଖିଲା ଯେ ବସିଲା ଠେଇଁ ତ ତାକୁ ଆଧାର ମିଳିଲା। ପୁଅ ଆଉ ଭିକ ମାଗିଗଲା ନାହିଁ, ମା ବି ଦୁଃଖ ଧନ୍ଦା କରିବାକୁ ଗଲା ନାହିଁ କି କୁଟା ଖଣ୍ଡକ ଦିଖଣ୍ଡ ମଧ୍ୟ ସେମାନେ ଆଉ କଲେ ନାହିଁ। ତା ମା ଯେଉଁ ଦୁଃଖ ଧନ୍ଦା କରୁଥିଲା, ଘର ଯାଇକି କାମ କରୁଥିଲା, ସେ କାମ ବି ସେ ବନ୍ଦ କରିଦେଲା। ଚକୁଳିଆ ପଣ୍ଡା ବି ଯେଉଁ ଗାଁକୁ ଯାଇ ସେ ଭିକ୍ଷା ମାଗୁଥିଲା, ସେ ଭିକ୍ଷା ମାଗିବାଟା ମଧ୍ୟ ସେ କ'ଣ କରିଦେଲା ନା ବନ୍ଦ କରିଦେଲା। ଏବଂ ଏମାନେ କୁଟା ଖଣ୍ଡକ ବି ଦିଖଣ୍ଡ କଲେ ନାହିଁ, କୌଣସି କାମ ବି କଲେ ନାହିଁ ଏବଂ ଖାଲି କ'ଣ କରୁଥାନ୍ତି ନା ଖାଉଥାନ୍ତି ଏବଂ ଗଡ଼ିକି ଶୋଇଥାନ୍ତି। ଏମିତି ମା ପୁଅଙ୍କ ମୁହଁ ତ ମାଗଣା ଭାତରେ ଲାଗିଯାଇଥାଏ। ସେମାନେ କ'ଣ ଚାହୁଁଛନ୍ତି ନା ସବୁବେଳେ ଖାଲି ମାଗଣା କେମିତି ମିଳିବ, ପୋଖରୀରୁ କେମିତି ଆଣିବେ ଏବଂ ପୋଖରୀରୁ ଆଣିଥିବା ଖାଦ୍ୟକୁ ଖାଇବେ, ପୁଣି ରାତିରେ ଖାଇବେ ଏବଂ ଖାଲି ଶୋଇଥିବେ, କିଛି କାମ କରିବେ ନାହିଁ। ଏଣେ ଗଙ୍ଗା ମାତା ବିଚାର କଲେ ଯେ ଏ ମା ପୁଅ ତ ନିକଟୁ ହୋଇ ବସିଲେ, କିଛି କାମ କଲେ ନାହିଁ। ୟାଙ୍କ ଦେଖା ଦେଖି ସଂସାର ଯାକ ସମସ୍ତେ ତ କର୍ମକୋଡ଼ିଆ ହୋଇଯିବେ, ଆଉ ଦୁଃଖ ଧନ୍ଦାକୁ ତ କେହି ଆଦରିବେ ନାହିଁ। ୟାଙ୍କ ମୁହଁ ନ ଭାଙ୍ଗିଦେଲେ ହେବ ନାହିଁ। ଗଙ୍ଗା ମାତା ଜାଣିଗଲେ ଯେ ଏ ଦିଏ ମା ପୁଅ ଆଉ କିଛି କାମ ଧନ୍ଦା କରିବେ ନାହିଁ, ତେଣୁ ଏମାନେ କର୍ମଠ ଆଉ ହୋଇପାରିବେ ନାହିଁ। ତେଣୁକରି ଯଦି ସମସ୍ତେ କର୍ମକୋଡ଼ିଆ ହୋଇଯିବେ, ଯଦି କାମକୁ ସମସ୍ତେ ଠକି ବସିବେ, ତାହେଲେ ସଂସାର ଚାଲିବ କେମିତି ପିଲାମାନେ?
ତେଣୁକି ସେ ବୁଝିଲେ ମାନେ ବିଚାର କଲେ ଯେ ଏମାନଙ୍କୁ କ'ଣ କରିବାକୁ ପଡ଼ିବ ନା ନିଶ୍ଚିତ ଭାବରେ ଏମାନଙ୍କର ମୁହଁକୁ ଭାଙ୍ଗିବାକୁ ପଡ଼ିବ, ଯାହାଫଳରେ ମାନେ କ'ଣ କରିବେ ନା ଯାଇକି ପୁଣି କାମ କରିବେ। ତ ଏଇଟା ପାଞ୍ଚ ଗଙ୍ଗା ମାତା କୂଟଟିଏ ଭେଇଲେ। ସେ ଗୋଟେ କୂଟନୀତି କରୁଛନ୍ତି କିଏ ନା ଗଙ୍ଗା ମାତା। ମୁଁ କ'ଣ କଲେ ଦିଏ ମା ପୁଅ ଯିବେ ଏବଂ କିଛି ନା କିଛି କାମ କରିବେ। ସେ ବିଚାର କରୁଛନ୍ତି। ଦିନକର କ'ଣ ହୋଇଛି ନା ଚକୁଳିଆ ପଣ୍ଡା ନୀତି ସେମିତି ଯାଏ। ସେଦିନ ବଡ଼ି ସକାଳୁ ଉଠି ସ୍ନାନ ପ୍ରକାର କରି ସେ ପଦ୍ମ ପୋଖରୀରେ ବସିଗଲା। ସବୁଦିନ ଯେମିତି କରୁଥାଏ ଠିକ୍ ସେହିପରି ସେ ମଧ୍ୟ କ'ଣ କରିଛି ନା ଦିନକର ଘଟଣା ସେ ଗାଧେଇ ଦେଇଛି। ଗାଧେଇ ସାରିଲା ପରେ ଚିତା ଚୈତନ୍ୟ ଲଗାଇ ଦେଇଛି ଏବଂ ପୋଖରୀ କୂଳରେ ଯାଇକି ବସି ପଡ଼ିଛି। ପାହାଚରେ ବସି ସେମିତି ନୀତି କରେ, ସେମିତି ସେ ସେଦିନ କଲା। ଭାତ ଖାଉଁ ଡାଲି ଖାଉଁ ଯେମିତି କରୁଥାଏ ସେ ସବୁଦିନ ସମାନ ପ୍ରକାର ଜିନିଷ କରୁଥାଏ। ପାଣି ଚଳଚଳ ପିଉଥାଏ। ଏଣେ ମିଛରେ ମିଛରେ କହି ହେଉଥାଏ ଭାତ ଖାଉଁ, ହାପୁ ଖାଉଁ, ତିଅଣ ଖାଉଁ, ସାକର ଖାଉଁ, ଖେଚଡ଼ି ଖାଉଁ, ଇଣ୍ଡୁରି ଖାଉଁ ଏମିତି କହୁଥାଏ। ଏବଂ ମନେ ମନେ ସେ ବିଚାର କରୁଥାଏ କ'ଣ ନା ନୀତି ଯେମିତି ହାଣ୍ଡିଟିଏ ଭାସି ଆସେ ସେମିତି ଭାସି ଆସି ଆଜି ମୋ ପାଖରେ ଲାଗିଯିବ ଯେ ମୁଁ ସୁନା ପୁଅ ଭଳିଆ ତାକୁ ନେଇ ମା ପୁଅ ଦିହେଁ ଖାଇ ହେଣ୍ଡି ମାରି ବୁଲୁଥିବୁ। ତ ସେ ଯେଉଁ ଖାଇବାଟା ସିଏ ଆସିବ ଏବଂ ଆସିଲା ପରେ ଆମେ ଦିହେଁ ମା ପୁଅ ଆରାମରେ ତାକୁ ଖାଇବୁ ଏବଂ ଖାଇସାରିଲା ପରେ ଆରାମରେ ନିଦରେ ଘୁଙ୍ଗୁଡ଼ି ମାରିବୁ। ତା'ର ଯେଉଁ ପରିକଳ୍ପନା ଏଇଟା ଚାଲିଥାଏ ପିଲାମାନେ। ମନେ ମନେ ସେ ପାଞ୍ଚୁଥାଏ, ମନେ ମନେ ସେ ଭାବୁଥାଏ। ଏବଂ ଗଙ୍ଗା ମାତା ବିଚାରି ଦେଖିଲେ ୟାରେ କେଡ଼େ କଥା, ମୁଁ ୟା ବିକଳ ସହି ନ ପାରି ୟାକୁ ଖାଇବାକୁ ଦେଲି ବୋଲି ମା ପୁଅ ଦିହେଁ ଇନ୍ଦ୍ର ଚନ୍ଦ୍ର ମାନିବାକୁ ନାହାନ୍ତି। ଯେତେବେଳେ ଗଙ୍ଗା ମାତା ଦେଖିଛନ୍ତି ଯେ ୟାର ଦୁଃଖ ବିକଳ ମାନେ ଗଙ୍ଗା ମାତା ସହିପାରିଲେ ନାହିଁ ଏବଂ ତାକୁ ସାହାଯ୍ୟ କରୁଛନ୍ତି, କିନ୍ତୁ ସେ ସାହାଯ୍ୟରେ ଏମାନେ କ'ଣ କରିଛନ୍ତି ନା ଓଲଟା ପ୍ରତିଫଳନ କରିଛନ୍ତି। ଏମାନେ ଠକିଛନ୍ତି, ଏମାନେ କର୍ମ କୁଡ଼ିଆ ହୋଇଯାଇଛନ୍ତି, କାମକୁ ଠକି ବସିଛନ୍ତି। ଦିହକୁ ଦିହେଁ ଗଣ୍ଡିଟି ମାନ ବାହାର କରି ବୁଲୁଛନ୍ତି। ଆଜି ପୋଳାଟାଏ ଆଚ୍ଛା ନ କରି ଦେଲେ ଇଏ ଚେତିବେ ନାହିଁ। ତାହେଲେ ଏମାନଙ୍କୁ କ'ଣ କରିବାକୁ ପଡ଼ିବ ନା ନିଶ୍ଚିତ ଭାବରେ ଗୋଟେ ଶିକ୍ଷା ଦେବାକୁ ପଡ଼ିବ, ଯେଉଁ ଶିକ୍ଷାରେ ଏମାନେ ନିଶ୍ଚିତ ଭାବରେ ପରିବର୍ତ୍ତନ ହେବେ। ଏଇଟା ଗଙ୍ଗା ମାତାଙ୍କର ଗୋଟେ ବିଚାର। ଏବଂ ଗଙ୍ଗା ମାତା ତ ସହଜେ ଦେବତା, ତାକୁ ଅବା କେଉଁ କଥାର ଉଭାର ଅଛି। ସେ ଯେଉଁ ଜିନିଷ ଚାହିଁବେ ତାକୁ ନିଶ୍ଚିତ ଭାବରେ କରିପାରିବେ। କାହିଁକି ନା ଦେବତାମାନଙ୍କ ହାତରେ ସବୁ କିଛି ଜିନିଷ ସମ୍ଭବ ଥାଏ ପିଲାମାନେ। ସେମାନେ ଯେଉଁଟା ଚାହିଁବେ ତାହା ହିଁ ହେବ। ଏବଂ ଆଜି କ'ଣ ହେଇଛି ନା ଏ ବିଚାରୀ ରାଗ ତମ ତମ ହୋଇ ହାଣ୍ଡିଟି ଭିତରେ ଗୁଡ଼ାଏ ବିଧା, ଚାପୁଡ଼ା, କହୁଣି, ଗୋଇଠା, ଚିମୁଟା, ରାମ୍ପୁଡ଼ା, କାମୁଡ଼ା ଏମିତି ଜାତକ ମାଡ଼ ଏ ସଂସାରରେ ଅଛି ସବୁ ପୁରାଇ ଦେଲେ। ସେ ଗଙ୍ଗା ମାତା କ'ଣ କଲେ ନା ଖାଇବା ଜିନିଷ ଦେଇନାହାନ୍ତି, ଦେଇଛନ୍ତି କ'ଣ ନା ମାଡ଼, ବିଧା, ଚାପୁଡ଼ା, ଚିମ୍ପୁଡ଼ା। ସଂସାରରେ ଯେତିକି ପ୍ରକାରର ମାଡ଼ ଅଛି ସମସ୍ତ ମାଡ଼କୁ ସେ ମାଠିଆରେ ବା ହାଣ୍ଡିରେ କ'ଣ କରିଛନ୍ତି ନା ପୁରେଇ ଦେଇଛନ୍ତି ଏବଂ ତାକୁ ଭସେଇ ଦେଇଛନ୍ତି। ଏବଂ ହାଣ୍ଡି ଉପରେ ତେଲୁଣିଟି କଣ୍ଟି କାଣ୍ଟି କରି ନିବୁଜ କରି ଘୋଡ଼େଇ ଦେଲେ ଓ ଚକୁଳିଆ ପଣ୍ଡା ପାଖକୁ ତାକୁ ଭସେଇ ଦେଲେ। ହାଣ୍ଡିଟି ଭାସି ଭାସିକା ଆସି ୟା ପାଖରେ ଲାଗିଗଲା। ଯେତେବେଳେ ହାଣ୍ଡିଟା ଲାଗିଯାଇଛି ତାହା ମନରେ ଗୋଟେ କ'ଣ ସେ ବିଚାର କରୁଥିବ ତାକୁ ଟିକେ ଆମେ ଦେଖିବା ପିଲାମାନେ। ଇଏ ତ ମନେ ମନେ ମିଠେଇ ଖାଇ ବସିଛି। ହାଣ୍ଡି ଟିକେ ଉପରକୁ ଟେକି ନେଇ ତେଲୁଣି ଟିକେ କାଢ଼ିଦେଲା ବେଳକୁ ହେଲା ତ ତା ଉପରେ ମାଡ଼ର ବୃଷ୍ଟି। ଆଉ ସେ ଯେତେବେଳେ ତେଲୁଣିଟା କାଢ଼ି ଦେଇଛି ହାଣ୍ଡିରୁ କ'ଣ ବାହାରିବ ନା ନିଶ୍ଚିତ ଭାବରେ ଯାହା ଦେଇଥିଲେ ଗଙ୍ଗା ମାତା ତାହା ହିଁ ବାହାରିବ। ସେ ଦେଇଥିଲେ କ'ଣ ନା ବିଭିନ୍ନ ପ୍ରକାରର ମାଡ଼। ଏ ସଂସାରରେ ଥିବା ମାଡ଼ ଗୁଡ଼ାକ ସେଠାରେ ସେ କ'ଣ କରିଥିଲେ ନା ଭର୍ତ୍ତି କରିଦେଇଥିଲେ। ତ ସେ ମାଡ଼ ଗୁଡ଼ାକ ସେଠାରେ କ'ଣ ହେଇଛି ନା ବାହାରିଛି। ଆଉ ଏବଂ ତୁଚ୍ଛା ଚାପୁଡ଼ା ଉପରେ ଚାପୁଡ଼ା, ବିଧା ଉପରେ ବିଧା, ତା ଉପରେ ଗୋଇଠା, ତା ପଛକୁ ରାମ୍ପୁଡ଼ା, କାମୁଡ଼ା ଏମିତି ଖାଲି ତା ଅଷ୍ଟାଙ୍ଗ ଶରୀର ଯାକ ଦୁମ୍ ଦାମ୍ ଭୁସ୍ ଭାସ୍ ଲଦି ହୋଇଯାଇଥାଏ। ଚକୁଳିଆ ପଣ୍ଡାର ଦେହରେ ମାଡ଼ର ବର୍ଷା ହୋଇଯାଇଥାଏ ପିଲାମାନେ। ବିଧା ପରେ ବିଧା, ଚାପୁଡ଼ା ପରେ ଚାପୁଡ଼ା, ରାମ୍ପୁଡ଼ା ସମସ୍ତ ପ୍ରକାରର ମାଡ଼ କ'ଣ ହେଉଥାଏ ନା ବର୍ଷଣ ହେଉଥାଏ। ଚଟକଣା ଖାଇ ଗାଲକୁ ଆଉଁସି ପକାଇଲା ବେଳକୁ ପିଠିରେ ଦୁଲ୍ କରି ଗୋଟେ ବିଧା ପୁଣି ପଡ଼ିଯାଉଥାଏ। ଗାଲରେ ପଡ଼ୁଥିବ, ପିଠିରେ ପଡ଼ୁଥିବ, ଗୋଡ଼ରେ ପଡ଼ୁଥିବ, ମୁଣ୍ଡରେ ପଡ଼ୁଥିବ, ହାତରେ ପଡ଼ୁଥିବ। ତା'ର ଅଷ୍ଟାଙ୍ଗ ଶରୀର ସମସ୍ତ ଶରୀରର କୋଣ ଅନୁକରଣ କୋଣରେ କ'ଣ ହେଉଥିବ ନା ବିଭିନ୍ନ ପ୍ରକାର ସେ ମାଡ଼ ଖାଉଥିବ। କିଏ ନା ଚକୁଳିଆ ପଣ୍ଡା। ସେ କ'ଣ କରୁଥାଏ ନା ବସୁଥାଏ ଡହଳ ବିକଳ ହୋଇ ପିଠି ଆଉଁସିଲା ବେଳକୁ
ଖୁଆ ମୁଣ୍ଡରେ ଦି ଗୋଇଠା ଖାଇଲା। ସେ ଦେଖିଲା ଯେତେବେଳେ ମାନେ ମୁଣ୍ଡକୁ ପିଠିକୁ ଆଉଁସୁଛି ସେହି ସମୟରେ ସେ କ'ଣ ହେଉଛି ନା ବିଭିନ୍ନ ପ୍ରକାର ମାଡ଼ ଖାଉଛି ଏବଂ ବେଳକୁ ବେଳ ସମୁଦ୍ର ଜୁଆର ମାଡ଼ି ଆସିଲା ଭଳିଆ ମାଡ଼ରେ କୁଆ ଛୁଆ ଉଡ଼ିଗଲାଣି। ବିଭିନ୍ନ ପ୍ରକାର ମାଡ଼ ଖାଇକି ତାକୁ ଯେମିତି ସମୁଦ୍ରର ଗୋଟେ ମାନେ ଢେଉ ବା ଜୁଆର ଆସିଲେ ଯେଉଁ ଭଳିଆ ପ୍ରହାର ହୋଇଥାଏ ଠିକ୍ ସେଇଭଳିଆ ପ୍ରହାର ୟାକୁ ହେଉଛି। କାହାକୁ ନା ଚକୁଳିଆ ପଣ୍ଡାକୁ। ଏବଂ ୟାକୁ ସେତେବେଳକୁ ଗୋଟେ ବୁଦ୍ଧି ପଲଟିଗଲା। ତା ମନରେ ବା ତା ମସ୍ତିଷ୍କରେ ଗୋଟେ ବୁଦ୍ଧି ଆସିଲା। କ'ଣ ନା ଇଏ କ'ଣ କଲା, ଝଟପଟ ଜୀବନ ବିକଳରେ ଏ ହାଣ୍ଡି ଉପରେ ତେଲୁଣିଟାକୁ ଘୋଡ଼େଇ ପକାଇଲା। ତା ମୁଣ୍ଡରେ ବୁଦ୍ଧି ପୁରିଗଲା, ଯଦି ମୁଁ ହାଣ୍ଡିକୁ ତେଲୁଣି ଦେଇଦେବି ତାହେଲେ ନିଶ୍ଚିତ ଭାବରେ ଏ ମାଡ଼ଟା କ'ଣ ହେବ ନା ବନ୍ଦ ହୋଇଯିବ। ତେଣୁ ସେ କ'ଣ କଲା, ତାକୁ ବନ୍ଦ କରିଦେଲା ଝଟପଟ, ଅର୍ଥାତ୍ ଯେତେ ଶୀଘ୍ର ଯାଇକି କ'ଣ କଲା ନା ତାକୁ ବନ୍ଦ କରିଦେଲା। ଯେମିତି ଘୋଡ଼େଇ ପକାଇଛି ସେମିତି କିଏ ରାଣ ଦେଲା ଭଳିଆ ଏ ମାଡ଼ ବୃଷ୍ଟି ଥମିଗଲା। ସତେ ଯେମିତି ଗୋଟେ ରାଣ ପକାଇଦେଲେ ଆମେ ଯେମିତି କାମ କରିବା ବନ୍ଦ କରିଦେଇଥାଉ, ଠିକ୍ ସେଇଭଳି ମାଡ଼ ଗୁଡ଼ିକ ଦେବାଟା ମଧ୍ୟ ବନ୍ଦ ହୋଇଗଲା। ଏବଂ ଇଏ ଟିକିଏ ନିଶ୍ୱାସ ମାଇଲା। ସେତେବେଳକୁ ୟା ଦେହ ହାତ ମାଡ଼ରେ ଗୋଡ଼ ସବୁ ଭଳିଆ ଫୁଲିଗଲାଣି। ତାହାର ଦେହ ଅଷ୍ଟାଙ୍ଗ ଶରୀର କଥା ଯେଉଁ କହୁଥିଲୁ ପିଲାମାନେ, ଆମେ ଅଷ୍ଟାଙ୍ଗ ଶରୀର ସବୁ କ'ଣ ହେଇଛି ନା ସବୁ ଫୁଲିଗଲାଣି ମାଡ଼ରେ। ଏ ରାଗରେ କମ୍ପମାନ ହେଉଥାଏ। ୟାକୁ ରାଗ ମଧ୍ୟ ଲାଗୁଥାଏ। କିଏ ମାଇଲା ବୋଲି ଦେଖିଛି ଯେ ଯାହା କାହା ଉପରେ ଦାଉ ସାଧିବ, ସେ କିଏ ଦେଖିଛି ବା କାହାକୁ ଦେଖିଛି ମାଡ଼ ଦେବାର ଯେ ତା ନାଁରେ ସିଏ କ'ଣ କରିବ ନା ୟାକୁ ସେ ଦୋଷୀ ବୋଲି ମାନେ କହିବ। କେଉଁଠୁ ଗୋଟେ ବର୍ଷା ହେଲା ଭଳିଆ ହେଇଯାଇଛି। ଶାଶୁ ମାରିଥାଏ ବୋହୂକୁ, ବୋହୂ ଛାର କାହାକୁ ମାରିବ, ମରୁଥାଏ ଚୁଲି ପହଁକୁ। ଏ ଗୋଟେ ଆମର ଛଟା ଅଛି ପିଲାମାନେ, ରୂଢ଼ି ପ୍ରୟୋଗ ବା ଲୋକବାଣୀ ବୋଲିକରି କହିଥାଉ ଆମେ। କ'ଣ ନା ଶାଶୁ ମାରୁଥାଏ ବୋହୂକୁ। ଗାଁ ମାନଙ୍କରେ ଦେଖିଥିବ ଶାଶୁ ଏବଂ ବୋହୂମାନଙ୍କ ଭିତରେ ଅନେକ ଗୁଡ଼ିଏ ଝଗଡ଼ା ହେଇଥାଏ ଏବଂ ସେ ଝଗଡ଼ାରେ କ'ଣ ହେଇଥାଏ ନା ରାଗରେ ଶାଶୁ ବୋହୂକୁ ବାଡ଼େଇଥାଏ ଏବଂ ବୋହୂ କାହାକୁ ମାରିବ ନା ମାରୁଥାଏ ଚୁଲିକୁ। ସେ ରାଗରେ କାହାକୁ ତ ମାରିପାରିବ ନାହିଁ, ତେଣୁ ମାରିବ କାହାକୁ, ଚୁଲିର ମୁହଁକୁ। ଯେତେବେଳେ ରୋଷେଇ କରୁଥିବ ସେ ରାଗଟା କ'ଣ କରିବ ନା ସେ ସେଠି ହିଁ ତାକୁ ପ୍ରୟୋଗ କରିବ। ଠିକ୍ ସେହିପରି ସେମିତି ଚକୁଳିଆ ପଣ୍ଡା ତା ମା' ଉପରେ ରାଗରେ ଜର ହେଉଥାଏ। ତା ମନ କଥା ମନରେ ଥାଏ। ସେ ହାଣ୍ଡିଟିକି ଉଠାଇ ଘରକୁ ଚାଲିଲା। କାହିଁକି, ସେ ଯେଉଁ ମାନେ ଜୀବନ କାମଧନ୍ଦା କରିଥାନ୍ତା ପିଲାମାନେ, ତା ମା' ପାଇଁ ହିଁ ସେ କ'ଣ କରିଛି ନା ସମସ୍ତ କାମଧନ୍ଦା ଛାଡ଼ି ଦେଇକି ଯାଇକି ପୋଖରୀ କୂଳରେ ବସି ପଡ଼ିଲା। ଭିକ ମାଗିଲା ନାହିଁ, ତା ମା' ମଧ୍ୟ କିଛି କାମ କଲା ନାହିଁ, ଯାହାଫଳରେ ଆଜିର ଏହି ଦୁର୍ଦ୍ଦଶା। ତେଣୁ ସେ ନୀତି ଯେମିତି ନେଇ ଶିକା ଉପରେ ଥୋଇଦିଏ, ସେମିତି ହାଣ୍ଡି ଟିକେ ଶିକା ଉପରେ ରଖିଦେଲା, ଭିକ ମାଗିବାକୁ ଗଲା ବାହାରି। ଯେତେବେଳେ ମାଡ଼ ଖାଇଛି ତାର ବୁଦ୍ଧି ପଳାଇ ଆସିଛି ପିଲାମାନେ। ସେ କ'ଣ କରିଛି ନା ହାଣ୍ଡିଟାକୁ ନେଇଛି ଏବଂ ଶିକା ଉପରେ ତାକୁ ରଖିଦେଇଛି। ରଖିଦେଲା ପରେ କ'ଣ କରିଛି, ସେ ଯାଇଛି ଭିକ ମାଗିବା ପାଇଁ ଏବଂ ତା ମା' ତାପରେ ଘରେ ନଥାଏ। ଏବେ ତ ପୁଅ ହାଣ୍ଡି ଆଣିଲା ଦିନଠୁ ମା' ଜମାରୁ ଦୁଃଖ ଧନ୍ଦା କରିବାକୁ ନାହିଁ। ସେ କୌଣସି ପ୍ରକାର କାମ କରିବାକୁ ଯାଇନାହିଁ। ଗାଁ ଯାକ ଅଷ୍ଟଦଣ୍ଡ ପାଟ ଭଳିଆ ଦାଣ୍ଡି ମାରୁଥାଏ। ସେ ଖାଲି ଗାଁ ସାରା ବୁଲୁଥାଏ, କିଛି କାମଧନ୍ଦା କରୁନଥାଏ। ଘରକୁ ଆସେ ଶିକାରୁ ହାଣ୍ଡି କାଢ଼ି ଭୋଜନ ମାରୁଥାଏ। ସବୁଦିନ କ'ଣ କରୁଛି ନା ଶିକାରୁ ହାଣ୍ଡିକୁ କାଢ଼ୁଛି, ଖାଉଛି ଏବଂ ଶିକାକୁ ପୁଣି ରଖିଦେଉଛି। ତ ଆଜିର ବି ସେହି ସମୟ, ସେହି ସମାନ। ଆଜି ଦେଖିଲା ବେଳକୁ ପୁଅ ଘରେ ନାହିଁ। ଘର ଭିତରକୁ ପଶି ଚାହିଁଲା ବେଳକୁ ଶିକାରେ ହାଣ୍ଡିଟି ନୀତି ଭଳିଆ ଥୁଆ ହେଇଛି। ଦେଖିଲା ପୁଅ କିନ୍ତୁ ଶୋଇନାହିଁ, କିନ୍ତୁ ହାଣ୍ଡିଟା କ'ଣ ହେଇଛି ନା ଶିକାରେ ଲାଗିଛି। ସେ ତ ମାଇପି ଲୋକ, ଏତେ ଛନ୍ଦମନ୍ଦ ଅବା କେଉଁଠୁ ଜାଣିବ। ଯେହେତୁ ସେ ମହିଳା ଲୋକ, ସେ କୌଣସି ପ୍ରକାର ଛନ୍ଦମନ୍ଦ ଜାଣିନାହିଁ। ସେ କ'ଣ କରିବ ନା ନିଶ୍ଚିତ ଭାବରେ ହାଣ୍ଡିଟିକୁ ଆଣିବ। ହାଣ୍ଡିଟିକୁ ଶିକାରୁ ଥିରି କରି ଓହ୍ଲେଇ ଆଣି ଯେମିତି ତେଲୁଣିଟିକୁ ସେ ହାଣ୍ଡି ମୁହଁରୁ କାଢ଼ିଛି। ଆଉ ବୁଢ଼ୀ ଯାଏ କୁଆଡ଼େ ହେଲା ତ ମାଡ଼ ଉପରେ କୁଆ ପଥର ଛେଚିଲା ଭଳିଆ ମାଡ଼। ଯେଉଁ ଭଳିଆ ମାଡ଼ ହେଇଛି ତାକୁ କୁହା ପଥର ଯେମିତି ହୋଇଥାଏ ପିଲାମାନେ। ଗ୍ରୀଷ୍ମ ଋତୁରେ ଯେତେବେଳେ ଝାଞ୍ଜି ପବନ ପିଟୁଥିବ ଏବଂ କୁଆ ପଥର ପଡ଼ୁଥିବ, ସେ ସମୟର ଯେଉଁ ଦୁଃଖ ଯିଏ ବା ଭୋଗିଛି ସେ ହିଁ ଜାଣିବ ପିଲାମାନେ। ତ ବୁଢ଼ୀ ଉପରେ କ'ଣ ହେଇଛି ନା ମାଡ଼ର ବର୍ଷା ହେଇଛି। ଦୁଲଦାଲ ଗୋଟେ ଉପରେ ଗୋଟେ ବାଜି ଯାଉଥାଏ। ଇଲୋ ବାପଲୋ ମରିଗଲିଲୋ ହେଲା ବେଳକୁ ପିଠିରେ ଫେର ଦୁଇଟା ବସୁଥାଏ। ଦୁଇଟା ପାଇଲା ବେଳକୁ ପୁଣି ଆଉ ଦୁଇଟା ପଳାଉଥାଏ। ବାପଲୋ ମାଲୋ ଏମିତି ଖାଲି ଚିତ୍କାର କରୁଥାଏ। ଆଲୋ ମାଲୋ ମରିଗଲିଲୋ ହେଲା ବେଳକୁ କଙ୍କାଳ ବାହାରି ପୁଣି ପୁଞ୍ଜାଏ ବସି ଯାଉଥାଏ। ଏତେ ଶୂନ୍ୟ ଶବଦ ହେଉଥାଏ। କେତେ ଖାଇବୁ ଖା,
ଖା କ୍ଷୀରି ବୋଲି ବିଧାଏ, ଖା ପିଠା ବୋଲି ଗୋଇଠେ। ଅର୍ଥାତ୍ ଏମାନେ ଯେଉଁଟା କ୍ଷୀରି ଖାଉଁ, ଡାଲି ଖାଉଁ, ପିଠା ଖାଉଁ କରୁଥିଲେ, ତାହାର ମାଡ଼ ସଦୃଶ ଏମାନଙ୍କୁ ସମସ୍ତ ଦୁଇ ଜଣଙ୍କୁ ମିଳୁଥିଲା ପିଲାମାନେ। ଏବଂ ଖା ମୋହୁର ବୋଲି ବ୍ରହ୍ମ ଚାପୁଡ଼ାଟାଏ ମଧ୍ୟ ମିଳୁଥିଲା। ବୁଢ଼ୀ ବିକଳରେ ଦୁଇ ହାତ ଆଉଁସି ପକାଉଥାଏ, ଛଟପଟ ହୋଇ ଗଡ଼ି ଯାଉଥାଏ। ବୁଢ଼ୀକୁ ଏମିତି ମାଡ଼ ହେଉଥାଏ, ସେ ଯେମିତି ଅସହ୍ୟ ହୋଇଯାଉଥାଏ ତା ପାଇଁ। ପଛକୁ ବୁଢ଼ୀକି ଗୋଟାଏ ବୁଦ୍ଧି ଦିଶିଗଲା। ବୁଢ଼ୀ ଉଠି ପଡ଼ି ସେ ପଲମଟାକୁ ହାଣ୍ଡି ଉପରେ ଉଗୁଡ଼େଇ ପକାଇଲା। ସେ ତା ମୁଣ୍ଡରେ ମଧ୍ୟ କ'ଣ ହେଲା ନା ବିଚାର ଗୋଟେ ଆସିଲା, ଏବଂ ହାଣ୍ଡିକୁ ସେ କ'ଣ କରିଛି ନା ଘୋଡ଼େଇ ଦେଇଛି। ହାଣ୍ଡି ଉପରେ ଢାଙ୍କୁଣୀ ପଡ଼ିଗଲାରୁ ବୁଢ଼ୀ ଉପରେ ମାଡ଼ର ଅସରାଟା କ'ଣ ହେଲା ନା ବନ୍ଦ ହେଇଗଲା। ସେ ଯେତେବେଳେ ତାକୁ ମାନେ ଢାଙ୍କି ଦେଇଛି, ଢାଙ୍କି ଦେବା ଦ୍ୱାରା କ'ଣ ହେଇଛି ନା ତାହା ବନ୍ଦ ହେଇଯାଇଛି। ବୁଢ଼ୀ ଟିକିଏ ନିଶ୍ୱାସ ମାଇଲା, କହିଲା, ଓହୋ, ଆଜି ସକାଳୁ ଉଠି କାହା ମୁହଁ ଚାହିଁଥିଲି, ଆଜି ପରା ଦିନେ ମାଡ଼ ଖାଇଲି। ମୁଁ କାହା ମୁହଁ ଦେଖିଥିଲି କେଜାଣି, କିନ୍ତୁ ଆଜି ମୋତେ କ'ଣ ହେଲା ନା ମାଡ଼ ଖାଇବାକୁ ପଡ଼ିଲା। ୟା ବିଚାରି ସେ ହାଣ୍ଡିକି ନେଇ ତା ବାଡ଼ିଆଡ଼ ଖତକୁଡ଼ ଗଦାରେ ଲତ୍ କିନା ରଖିଦେଲା। ମାଡ଼ ଖାଇବା ଥିବା ହାଣ୍ଡିକୁ ନେଇକି କ'ଣ କରିଛି ନା ବାରିଆଡ଼େ ନେଇକି ରଖିଦେଇଛି। ଏବଂ ବାଡ଼ି କବାଟ କିଳି ଦେଇ ଘରେ ଆସି ମୁହଁ ମାଡ଼ିକରି ଶୋଇଛି। ହାଣ୍ଡିଟି ଉପରେ ପଲମ ଘୋଡ଼େଆ ହୋଇଥାଏ। ସେଦିନ ଦୈବ ଯୋଗକୁ ରାତି ଅଧ ହେଲାଣି। ଗାଁ ଯାକ ସମସ୍ତେ ଖାଇ ପିଇ ନିର୍ଜନ ହୋଇ ଶୋଇଲେଣି। ପଞ୍ଚାଏ ଚୋର କେଉଁ ଗାଁରୁ ସିନ୍ଦୁ କଟାଏ ଚୋରେଇ ଆଣି ବାଣ୍ଟ କରିବେ ବୋଲି ବୁଢ଼ୀ ବାରିଦୁଆରେ ଆସି ବସିଲେ। ଦୁର୍ଭାଗ୍ୟର ଅବସତ ପିଲାମାନେ କ'ଣ ହେଇଛି ନା ବୁଢ଼ୀଟା ମାଡ଼ ଖାଇସାରିଲା ପରେ ନେଇକି ରଖିଦେଇଛି କେଉଁଠି ନା ଘର ପଛପଟେ। ଏବଂ ଚୋରମାନେ କ'ଣ କରୁଛନ୍ତି ନା ଘର ଫୋଡ଼ି ସେମାନେ ବିଭିନ୍ନ ପ୍ରକାର ଜିନିଷ ଚୋରି କରି ଆଣିଛନ୍ତି ଏବଂ ତାକୁ ଭାଗ କରୁଛନ୍ତି କେଉଁଠି ନା ବୁଢ଼ୀର ପଛପଟେ। ତ ସେମାନେ ଯେତେବେଳେ ଖୋଲିଛନ୍ତି, ତାଙ୍କ ଭିତରେ ଭାଗବଣ୍ଟା ବିଚାର ଚାଲିଛି। ତାଙ୍କ ଭିତରେ କ'ଣ ହେଇଛି ନା ଭାଗବଣ୍ଟା କରୁଛନ୍ତି। ଏହି ସମୟରେ ଜଣେ ଚୋରର ଆଖି ହାଣ୍ଡିଟି ଉପରେ ପଡ଼ିଗଲା। ସେ ଦେଖିଲା, ସେ ବିଚାରିଲା, ୟା ଭିତରେ କ'ଣ ଅଛି ଦେଖନ୍ତା ହିଁ ଟିକେ। ସେ ହାଣ୍ଡିକୁ ଯାଇକି ସେ ଟିକେ ଚୋରଟା କ'ଣ କରିଛି ନା ଦେଖିବା ପାଇଁ ଚାହିଁଛି। ୟା ବିଚାରି ସେ ହାଣ୍ଡିକି ଖତ ଗଦାରୁ ଉଠାଇ ଆଣି ସବୁ ଚୋରଙ୍କ ମଝିରେ ଥୋଇଦେଲା। ତାକୁ ନେଇକି ସମସ୍ତଙ୍କ ମଝିରେ ଥୋଇ ଦେଇଛି। ଯେମିତି ସେ ପଲମଟିକୁ କାଢ଼ି ଦେଇଛି, ଆଉ ଏ ଚୋର ପଞ୍ଚାକ ଯିବେ ମାନେ କେଉଁ ଗାଁକୁ, ହେଲା ତ ସମସ୍ତଙ୍କ ଉପରେ ମାଡ଼ର ବର୍ଷା ଏବଂ ତୁଚ୍ଛା ମାଡ଼, ଖାଲି ମାଡ଼, ଫେର ଗୋଗୋଛି ବାଡ଼ିଆ ମାଡ଼ରେ ଗୋରୁ ଚରିଗଲେ। ଏମିତି ପ୍ରବଳ ମାଡ଼ ହେଉଛି। ଏମାନେ ଆଉ କିଛି କରିପାରୁନାହାନ୍ତି। ଏ ଚୋରଯାକ ଟଙ୍କା ଟୋକର ବାଣ୍ଟିବେ କ'ଣ? ମାଡ଼ରେ କଲେଇ ବଲେଇ ହୋଇ କିଏ କୁଆଡ଼େ ଛାଟିପିଟି ହୋଇ ପଳେଇଗଲେ। ଏବଂ ସମସ୍ତେ କ'ଣ କରୁଥାନ୍ତି ନା ଚିତ୍କାର କରୁଥାନ୍ତି, ବାଉଲୋ ବାଉଲୋ ହେଇ ପଳାଉଥାନ୍ତି। ତାଙ୍କ ପଛେ ପଛେ ମାଡ଼ଯାକ ଗୋଡ଼େଇ ତୁଚ୍ଛା ଖୋବି ପକାଉଥାନ୍ତି। ଚୋରମାନଙ୍କର ପଛପଟେ କ'ଣ ହେଇଛି ନା ମାଡ଼ଟା ଦୌଡ଼ି ଚାଲିଛି। ମାଡ଼ରେ ଧୂଳି ଉଡ଼ି ଯାଉଥାଏ। ଯେଉଁ ଚୋର ଗୋଟା କେତେ ପୂର୍ବ ଆଡ଼କୁ ପଳେଇଲେ, ତାଙ୍କୁ ଚାପୁଡ଼ା ଯାକ ଗୋଡ଼େଇ ଗୋଡ଼େଇ ଗଲେ। ସେ ଚୋରମାନଙ୍କ ପଛରେ ମାଡ଼ ଗୁଡ଼ାକ ମଧ୍ୟ କ'ଣ ହେଉଥାଏ ନା ପଛରେ ଯାଉଥାନ୍ତି। ଯେ ପଶ୍ଚିମକୁ ପଳେଇଲା ତା ସାଙ୍ଗରେ ବିଧା ଯାକ ଗୋଡ଼େଇଲେ ଏବଂ ଗୋଡ଼େଇ ଗଲେ। ଯେ ଉତ୍ତରକୁ ଗଲେ ତାକୁ ଗୋଇଠା ଯାକ ଗୋଡ଼େଇଲେ। ଯେ ଦକ୍ଷିଣକୁ ଗଲେ ତା ସାଙ୍ଗରେ ମୁଖୀ ଯାକ ଗଲେ। ଅର୍ଥାତ୍ ଚତୁର୍ଦିଗକୁ ଯେଉଁ ଚୋରମାନେ ପଳେଇଲେ, ଚତୁର୍ଦିଗକୁ ବିଭିନ୍ନ ପ୍ରକାର ମାଡ଼ ଗୁଡ଼ିକ ମଧ୍ୟ ବିଛେଇ ହେଇକି ତାଙ୍କ ପଛେ ଦୌଡ଼ିଥାନ୍ତି। ଏମିତି ବୁଢ଼ୀ ବାରିଆଡ଼ୁ ଘଡ଼ି କରି ମାଡ଼ ଆଉ ଚୋର ଯାକ ଗଲେ। ଏଣେ ବୁଢ଼ୀ ତ ମାଡ଼ ଖାଇକରି ତା ଅଷ୍ଟାଙ୍ଗ ଶରୀର ପରାସ ହେଇ ବଥଉଥାଏ। ତାକୁ ଆଉ ରାତି ଯାକ ନିଦ ମାଡ଼ିବ ନାହିଁ। ସେ ଘର ଭିତରେ କତରାରେ ପଡ଼ି ଏଡ଼କ ସେଡ଼କ ହେଉଥାଏ। ସେ ରାତି ସାରା କ'ଣ କରିଛି ନା ଶୋଇପାରି ନାହିଁ। କ'ଣ ପାଇଁ ପିଲାମାନେ? ସେ ଯେଉଁ ଅଷ୍ଟାଙ୍ଗ ଶରୀରର ମାଡ଼ର ବ୍ୟଥାରେ ସେ ଶୋଇପାରି ନାହିଁ। ବୁଢ଼ୀ ଘର ଭିତରେ ଥାଇ ଗାଲି ପଡ଼ି ଏସବୁ ବାରିଆଡ଼ର ରବୟା ଯାକ ସବୁ ଶୁଣୁଥାଏ। ଘର ଭିତରେ ଥାଏ କିନ୍ତୁ ବାରିଆଡ଼ର କଥା ସବୁ ଶୁଣିପାରୁଥାଏ। ଯେମିତି ଏ ଚୋରଯାକ ପଳେଇଲେ, ବୁଢ଼ୀ ଉଠିକରି ବାଡ଼ି କବାଟକୁ ଧୁଡ଼ିକିନା ଫିଟେଇଲା। ଦେଖିଲା ବେଳକୁ ତା ବାଡ଼ି ପନ୍ଦରଟାରେ ସିନ୍ଦୁକଟିଏ ଥୁଆ ହୋଇଛି। ଅର୍ଥାତ୍ ସେ ଯେଉଁ ଚୋରମାନେ ଚୋରି କରିକି ଆଣିଥିଲେ, ତାକୁ ସେମାନେ ଛାଡ଼ି ଦେଇକି ପଳେଇଛନ୍ତି। ବୁଢ଼ୀ ସେ ସିନ୍ଦୁକ ପାଖକୁ ଯାଇ ଥିରିକିନା ସେ ସିନ୍ଦୁକ କବାଟକୁ ଟେକୁଥାଏ। କାଳେ ହାଣ୍ଡିରୁ ମାଡ଼ ବାହାରିଲା ଭଳିଆ ସେ ସିନ୍ଦୁକରୁ ନା ପୁଣି କିଛି ବାହାରେ। ପଛକୁ ଦେଖିଲା ଯେ ସେ ସିନ୍ଦୁକ ଭିତରେ ଆଉ କିଛି ସୋରସାର ହେଲା ନାହିଁ। ସେଥିରୁ ସିନ୍ଦୁକକୁ ମେଲା କରି ଦେଖିଲା ବେଳକୁ ତା ଭିତରେ ହୀରା, ନୀଳା, ମୋତି, ମାଣିକ, ମହୁଡ଼, ଅସରପି, ଗହଣା ଗାଣ୍ଟେ, ଟଙ୍କା ଟୋକର ସିନ୍ଦୁକ ଭିତରେ କ'ଣ ହେଇଛି ନା ଭର୍ତ୍ତି ହେଇକି ଅଛି। ସେ ଭାବୁଥାଏ ଯେ ସିନ୍ଦୁକରେ କ'ଣ ହେଇଥିବ ନା ମାଡ଼ର ବର୍ଷା ଥିବ କି?
ତା ମନରେ ଗୋଟେ ପ୍ରଶ୍ନ ବା ଉଙ୍କି ମାରୁଥାଏ, କିନ୍ତୁ ଦେଖିଲା କୌଣସି ପ୍ରକାର ଶବ୍ଦ ହେଲା ନାହିଁ। ତେଣୁ ତା ପାଖକୁ ଯାଇକି ଫିଟେଇଲା ବେଳକୁ ଦେଖିଛି କ'ଣ ନା ହୀରା ନୀଳା ମୋତି ମାଣିକ୍ୟ ଟଙ୍କା ସମସ୍ତ ପ୍ରକାର ବିଭିନ୍ନ ଦୁର୍ଲଭ ଦ୍ରବ୍ୟରେ ସେ ତାହା ପରିପୂର୍ଣ୍ଣ ହୋଇକି ଥିଲା। ୟା ଦେଖି ବୁଢ଼ୀର ମାଡ଼ ଦରଜ କୁଆଡ଼େ ହେଇଗଲା। ତାପରେ ଦେଖାଗଲା ମା ପୁଅ ପ୍ରତିଦିନ ସକାଳେ କାମକୁ ବାହାରି ଗଲେ ଏବଂ ମା ପୁଅ ଦିହେଁ କ'ଣ କରୁଛନ୍ତି ନା ତା ପରଦିନ ଠାରୁ ନିଶ୍ଚିତ ଭାବରେ ଏତିକି ଦ୍ରବ୍ୟ ପାଇଲା ପରେ ମଧ୍ୟ କ'ଣ କରୁଛନ୍ତି ନା ସେମାନେ କାମ କରିବା ପାଇଁ ବାହାରି ପଡ଼ିଛନ୍ତି। ତ ପିଲାମାନେ ଆଜି ପାଇଁ ଏତିକି। ଥ୍ୟାଙ୍କ ୟୁ ଟୁ ଅଲ୍। କିନ୍ତୁ ପିଲାମାନେ ଲାଇକ୍ ସେୟାର ଏବଂ ସବସ୍କ୍ରାଇବ୍ କରିବାକୁ ଭୁଲିବେ ନାହିଁ। ଥ୍ୟାଙ୍କ ୟୁ ଟୁ ଅଲ୍।